ସ୍ପିରିଟ୍ ପୁରେଇ ଦେଇ ଲୋକ ଉଠେଇ ପାରନ୍ତିନି। କାହା ମଣିଷ ଦେହରେ ନାଇଁ ଏ ଗୋଟେ ନାଲି ଫୁଲ ହଉ ହାଣ୍ଡି ହଉ ମାଟି ହାଣ୍ଡି ହେଲେ ବି ଫୁଲ ଦଉଛି। ଆଚ୍ଛା ଭୂତ ମାନେ ଜେନେରାଲି ଟିଭି ମାନଙ୍କରେ ଫିମେଲ କ'ଣ ପାଇଁ ମେଲ୍ କ'ଣ ପାଇଁ ନୁହେଁ? ଆପଣ କେବେ ଭୂତ ଦେଖିଛନ୍ତି ରିଅଲ ରେ? ଭୂତ ତନ୍ତ୍ର ଜାଣିଛି, ଦେବତାଙ୍କ ତନ୍ତ୍ର ଜାଣିଛି। ଭୂତ ତନ୍ତ୍ର ଆଜିକୁ 6 ବର୍ଷ ବଳିକା ହେଲା ମୁଁ ଛାଡ଼ିଦେଲି। ଆପଣ ପିଶାଚୁଣୀ ଦେଖିଛନ୍ତି? ଡାହାଣୀ ହେଲା, ଡାକିନୀ ଯୋଗିନୀ ମାନେ ହେଲେ କି ଆପଣଙ୍କର ପିଶାଚ ମାନେ ହେଲେ, ତ ଏଇମାନେ ସମସ୍ତେ ଆମ ଚାରିପଟେ ଏକ୍ଜିଷ୍ଟ କରନ୍ତି ନା ପ୍ରକୃତ ପକ୍ଷରେ ଆମେ ତାକୁ ଡାକିଲେ ସେମାନେ ଗୋଟେ ଅଲଗା ଆୟାମରୁ ଆସନ୍ତି? କର୍ଣ୍ଣ ପିଶାଚୀ ସାଧନା ଆଜ୍ଞା ମୁଁ ଶିଖେଇ ଦେଇଛି ଲୋକଙ୍କୁ, ମୁଁ ନିଜେ ଶିଖିନି। ମୁଁ 4 ଦିନ ଖଣ୍ଡେ ମନ୍ତ୍ର ଜପ କରୁଛି, ଦେବାଦେବୀ ମାନେ ଆସିଲେନି ମୋ ପାଖକୁ। ଦର୍ପଣ ମାନେ କ'ଣ? ମାନେ କାଳିମାଙ୍କ ରଙ୍ଗ କଳା ନୁହେଁ ନା, କାଳିମାଙ୍କ ରଙ୍ଗ କ'ଣ? ମା ତ କେତେବେଳେ କୋଉ ଭଳିଆ ଦେଖାଯାଏ ଠିକ ନାହିଁ, ମାର ରୂପ ଅନେକ ପ୍ରକାର, କିନ୍ତୁ ମା କଳା ନୁହେଁ। ବାସ୍। ଯଦି ଆପଣ ଏଠି ବସିଛନ୍ତି ଆପଣ ଏଠିକି ଦେବତାଙ୍କୁ ବି ଡାକି ପାରିବେ, ପିଶାଚଙ୍କୁ ବି ଡାକି ପାରିବେ। ଡାକି ହେଇପାରିବ। ବାଣ ମାନେ ତା ଜୀବନ ବା ତାକୁ ମେଡିକାଲରେ ନେଇ ସେଠୁ ପକେଇଦେବି। କିନ୍ତୁ ଲୋକମାନେ ସାଧାରଣତଃ ତାନ୍ତ୍ରିକକୁ ଡରନ୍ତି କାହିଁକି? କିଛିଟା ଖରାପ ତାନ୍ତ୍ରିକ ବିଦ୍ୟାକୁ ଖରାପ କରିଦେଇଛନ୍ତି। ଆଚ୍ଛା ଯୋଉ ବଶୀକରଣ କରାଯାଏ ସେଟା ଆପଣ ଜାଣିଛନ୍ତି କେମିତି ହୁଏ? ଧୂଆଁ ଭଳିଆ ଦେଖାଯାଏ। ଧୂଆଁ ଭଳିଆ? ମୁହଁ କିଛି ନଥାଏ କି କିଛି ନଥାଏ? ନାଇଁ, ଗୋଟେ କୁହୁଡି ଯେମିତି ଢାଙ୍କି ଦେଇଛି ଗୋଟେ ମଣିଷ ଶରୀର ଭଳିଆ। ମଲ୍ଟିପଲ ପର୍ସନାଲିଟି ଡିସଅର୍ଡର ହେଇପାରେ କି କିଛି ସେଇଭଳିଆ ସମ୍ କାଇଣ୍ଡ ଅଫ୍ କଣ୍ଡିସନ, କିନ୍ତୁ ସେଟା ଭୂତ ପ୍ରେତ ନୁହନ୍ତି କି ମା ବି କାହା ଦେହକୁ ଆସନ୍ତିନି ବୋଲି ଆପଣ କହୁଛନ୍ତି। ଆପଣ ଚାରିଆଡେ ଲୋକ ଘେରେଇଥିବେ, ମଝିରୁ କିଏ ଗୋଟେ ଉଭାନ ହବ ଅନ୍ଧାର ଆସିବ, ଆପଣଙ୍କ ହାତରୁ ପଣା ନବ, ପିଇବ, ହାଣ୍ଡିକି ଫାଙ୍କା କରିଦବ, ଫୋପାଡ଼ି ଦବ ସେଇଠି, ପୁଣି ସେ ଅନ୍ଧାର ଭିତରକୁ ଯିବ ଆଉ ନଥବ, ତାକୁ ଖୋଜିଲେ ପାଇବ। ଭଲସେ ଆହୁରି 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 କ୍ଲବ ଭୁବନେଶ୍ୱର ପଡକାଷ୍ଟ ଆମେ ଅନେକ ବିଷୟରେ ଡିସ୍କସନ୍ କରିଛେ। ଆମ ପାଖକୁ ଏମିତି କିଛି ଗେଷ୍ଟ ମାନେ ଆସିଛନ୍ତି ଯେଉଁମାନଙ୍କୁ ନେଇକି ଆମେ ଗର୍ବିତ ଅନୁଭବ କରିଛୁ, ଯେଉଁମାନଙ୍କ ପାଖରୁ ଆମକୁ କିଛି ଶିଖିବାକୁ ମିଳିଛି, ଯେଉଁମାନଙ୍କ ସହିତ ଆମେ ଆଲୋଚନା କରିବା ସମୟରେ କେବେ ଆଖିରେ ଲୁହ ଆସିଛି, କେବେ ଓଠରେ ହସ ଆସିଛି। ତେବେ ଆଜି ଆମ ସହିତ ଜଣେ ଏମିତି ଅତିଥି ଅଛନ୍ତି ଯିଏ ଓଡ଼ିଶାରେ ଆପଣ କୁହନ୍ତୁ ଡିଜିଟାଲ ମିଡ଼ିଆରେ ତାଙ୍କ ମୁହଁ ହୁଏତ ନୂଆ ହେଇଥାଇପାରେ, କିନ୍ତୁ ସେ ଏମିତି କିଛି ଜିନିଷ କ୍ଲେମ୍ କରୁଛନ୍ତି ଯାହା ଦେଖିବା ପାଇଁ ମୋର କାଫି ଇଣ୍ଟରେଷ୍ଟ ହେଲା। ପ୍ଲସ୍ ତାଙ୍କର ରେଫରେନ୍ସ ମୋତେ ବହୁତ ଜାଗାରୁ ଆସିଲା ଯେ ଥରେ କଥା ହୁଅନ୍ତୁ, ମେ ବି ହି ନୋଜ୍ ସମଥିଙ୍ଗ। ତ ଡେରି ନକରି ଆମେ ଆଜି ଇନଭାଇଟ୍ କରିବା ଆମ ଷ୍ଟୁଡିଓକୁ ଅଲେଖ ସୁନ୍ଦର ଲେଙ୍କା। ଆପଣଙ୍କ ଘର କୋଉଠି? ଜଗତସିଂହପୁରରୁ, ରାହାମା ପର୍ଟିକୁଲାର। ହଁ, ଆଉ ସିଏ କ୍ଲେମ୍ କରନ୍ତି ଯେ ଯଦି କୌଣସି ମଣିଷ ମତେ ତନ୍ତ୍ର ବିଦ୍ୟାରେ ପରାସ୍ତ କରିପାରିବ ସିଏ ସେଇ ତାନ୍ତ୍ରିକକୁ ମନ ମୁତାବକ ପୁରସ୍କାର ଦେବେ। ମାନେ ସିଏ କହିବା ପାଇଁ ଚାହାନ୍ତି ଯେ ଓଡ଼ିଶା ଛାଡ଼ନ୍ତୁ, ଭାରତ ଛାଡ଼ନ୍ତୁ, ସମଗ୍ର ପୃଥିବୀରେ ସିଏ ନମ୍ବର 1 ତାନ୍ତ୍ରିକ। ତେବେ ଡେରି ନକରି ଆମେ ଦେଖିବା ସେ କ'ଣ କଥା ହେଉଛନ୍ତି ଆଉ କେତେ ଜାଣିଛନ୍ତି, ପ୍ରକୃତ ପକ୍ଷରେ ତନ୍ତ୍ର ଆଉ ତନ୍ତ୍ର ସାଧନା ବିଷୟରେ ତାଙ୍କର କେତେ ଜ୍ଞାନ ଅଛି, ଗଭୀର କି ଅଗଭୀର, ଆମେ କଥା ହେବାରେ ଜାଣିବା। ନମସ୍କାର ସାର୍, ଆପଣଙ୍କୁ କ୍ଲବ ଭୁବନେଶ୍ୱର ପଡକାଷ୍ଟକୁ ୱେଲକମ୍। ନମସ୍କାର ମ୍ୟାଡ଼ାମ। ନମସ୍କାର। ଆପଣ ଆସୁ ଆସୁ ମୋତେ ଗୋଟେ ଭିଜିଟିଂ କାର୍ଡ଼ ଦେଲେ ଯେଉଁଥିରେ ଆପଣ ମେନସନ୍ କରିଛନ୍ତି ଯେ ଆପଣ ସବୁ ପ୍ରକାର ତନ୍ତ୍ର ଜାଣିଛନ୍ତି ଆଉ ତନ୍ତ୍ର ବିଦ୍ୟାରେ ଆପଣଙ୍କୁ କେହି ହରେଇ ପାରିବେନି। ଇଜ୍ ଇଟ୍ ଟ୍ରୁ? ନାଇଁ ମ୍ୟାଡ଼ାମ, ସମସ୍ତେ କହନ୍ତି ଆମେ ବଡ଼ ଏମିତି, କିନ୍ତୁ ମୁଁ କହେନି। କହିଦେଲେ ତ ଲୋକ କାଲି ମାନିବନି। ମୁଁ ଲେଖିକିରି ମାରି ଦେଇଛି। ମୁଁ ଏମିତିକି ଆସାମ କାଉଁରୀ କାମାକ୍ଷାରେ ହିନ୍ଦୀ ଅକ୍ଷରରେ ବି ବଡ଼ ବଡ଼ ମାନେ ବ୍ୟାନରରେ ବି ମାରିଥିଲି ଲେଖିକିରି। ଆଚ୍ଛା, ଆପଣ ରିଅଲ ତାନ୍ତ୍ରିକ ତ? କାରଣ ଆପଣ ସେ ଗାମଛା ପକେଇ ନାହାନ୍ତି, ମୁଣ୍ଡରେ ସେ ଚିତା ନାଲି ରଙ୍ଗର ସିନ୍ଦୁର ଲଗେଇ ନାହାନ୍ତି। ତାନ୍ତ୍ରିକର ପରିଚୟ କିଛି ଦରକାର ନଥାଏ। ଓକେ, ତାନ୍ତ୍ରିକର ପାଟିରେ ସବୁ ପରିଚୟ। ମୁଁ ପାଟିରେ ମନ୍ତ୍ର ପଢ଼ି, ମୋ ହାତରେ କିଛି ନାହିଁ, ମୋ ବେକରେ କିଛି ନାହିଁ। ତାନ୍ତ୍ରିକ ମାନେ ତାବିଜ ପକାନ୍ତି, ମୁଁ ତ ପାଟିରେ ମନ୍ତ୍ର ପଢ଼ି ଦେଖେଇବି। ମୋ ତାବିଜ କ'ଣ ଦରକାର? ମୁଁ ଯଦି ନିଜେ ସାହାରା ନ ନେଇ ପାରୁଛି ନିଜେ ବଞ୍ଚିବାକୁ, ମୁଁ ଅନ୍ୟର ଜଣେ ସାହାରା ନେଉଛି, ତାବିଜର ହଉ କି ହାତୀ ଦାନ୍ତର ହଉ ଯାହାର ବି ହଉ, ତାହେଲେ ମୁଁ ଅନ୍ୟକୁ କ'ଣ ବଞ୍ଚେଇବି? ଓକେ, ଆକ୍ଚୁଆଲି ଏ ପଡକାଷ୍ଟରେ ମୁଁ ଆଇ ଏମ୍ ନଟ୍ ଭେରି ସିଓର, କାରଣ ଏ ଜିନିଷ ଉପରେ ମୋର ଏତେ ଆଇଡ଼ିଆ ନାହିଁ। ଚେଷ୍ଟା କରିବି କଥା ତାଙ୍କ ପାଖରୁ କିଛି ଜିନିଷ ଜାଣିବା ପାଇଁ ଆଉ ଆପଣମାନଙ୍କ ପାଖରେ ପହଞ୍ଚାଇବା ପାଇଁ। ଆପଣ ଯେଉଁ ଲେଖିଛନ୍ତି ଆପଣଙ୍କର ଭିଜିଟିଂ କାର୍ଡ଼ରେ, ମୁଁ ପଢ଼ିପାରିବି ତ? ଆଜ୍ଞା। ଓକେ, ଆପଣ ଲେଖିଛନ୍ତି ଭାରତବର୍ଷର ସମଗ୍ର ତାନ୍ତ୍ରିକକୁ ଚ୍ୟାଲେଞ୍ଜ ଦେଉଛି, ଯଦି ମୋତେ କୌଣସି ତାନ୍ତ୍ରିକ ତନ୍ତ୍ର ବିଦ୍ୟାରେ ପରାସ୍ତ କରିପାରନ୍ତି ସେହି ତାନ୍ତ୍ରିକମାନଙ୍କୁ ମନ ମୁତାବକ ପୁରସ୍କାର ଦେବା ସହ 5 ଲକ୍ଷ ଟଙ୍କା ଦେବି ବୋଲି ଘୋଷଣା କରୁଛି।
ଏବଂ ଯେଉଁ ଭଣ୍ଡ ତାନ୍ତ୍ରିକ ମାନେ ନିଜକୁ ସାଧକ ବୋଲି କହି ଦାବି କରୁଛନ୍ତି ଏହି ଦୁନିଆ ଆଗରେ ଅସଲ ମୁଖା ଖୋଲି ଦେଇ ପାରିବି। ଏହା ମୁଁ ଲେଖିଛି ବୋଲି ଯଦି କୌଣସି ତାନ୍ତ୍ରିକକୁ ବାଧେ ବା ଅପମାନ ଲାଗେ ମୋ ସହ ସାକ୍ଷାତ କରି ନିଜକୁ ଠିକ୍ ପ୍ରମାଣିତ କରି 5 ଲକ୍ଷ ଟଙ୍କା ପୁରସ୍କାର ନେଇଯାଆନ୍ତୁ। ମୁଁ ତ ତାନ୍ତ୍ରିକ ନୁହେଁ, ଯଦି ମୁଁ ଆପଣଙ୍କୁ କିଛି ଚ୍ୟାଲେଞ୍ଜ ଦେବି ଆପଣ କରିପାରିବେ? ଚ୍ୟାଲେଞ୍ଜ ମାନେ ତନ୍ତ୍ର ବାଟରେ ଯେତିକି ସେତିକି ହେଇପାରିବ। ତନ୍ତ୍ରରେ ଆପଣ କଣ କଣ କରିପାରିବେ ମତେ କୁହନ୍ତୁ, ଆପଣଙ୍କର ଏକ୍ସପର୍ଟିଜ ହିସାବରେ ଆପଣ କୁହନ୍ତୁ। ତନ୍ତ୍ରରେ ପ୍ରାୟ ଜିନିଷ ହେଇପାରୁଛି। ବର୍ତ୍ତମାନ ସପୋଜ ମୁଁ ଆପଣଙ୍କ ସାମ୍ନାରେ ବସିଛି ଆଉ ଏଇଟା ହେଲା କ୍ଲବ ଭୁବନେଶ୍ୱର ଷ୍ଟୁଡିଓ, ଆପଣ ତନ୍ତ୍ରରେ କଣ କରିପାରିବେ? ଆଇ ୱିଲ୍ ଫୋକସ୍ ଦ କ୍ୟାମେରା ରାଇଟ୍ ନାଉ, ମୁଁ ଦେଖିବା ପାଇଁ ଚାହିଁବି। ଦେଖେଇବି, ଆଉ ଟିକେ ପରେ ଦେଖେଇବି, ସେଇଟା ବଡ଼ କଥା ନାହିଁ। ଓକେ, ସ୍ପିରିଟ୍ କଲ୍ ଗୋଟେ କରିବି, ଆପଣ ଦେଖିବେ କ୍ୟାମେରା ଆଗରେ। ମାନେ ସ୍ପିରିଟ ଆସିବ କ୍ୟାମେରା ଆଗକୁ? ହଁ, ଆପଣ ନିଜେ ଅନୁଭବ କରିବେ, ଗୋଟେ କୌଣ ଶକ୍ତି ଆସି ଆପଣଙ୍କୁ, ଆପଣ ନିଜେ ଧରିଦେବେ ଜିନିଷ ନା, ଆପଣ ନିଜେ ଅନୁଭବ କରିପାରିବେ। ଆପଣ ନିଜ ସ୍ପିରିଟଟା କେବେ କାହାକୁ ଦେଖାଯାଏନି, ମାନେ ଯେମିତିକି ସ୍ପିରିଟ କି ଦେଖି ହୁଏ ଡବା ଭିତରେ, ତାକୁ କେବେ ଛୁଇଁ ହୁଏନି। ଆପଣ ନିଜେ କେବେ ସ୍ପିରିଟ ଦେଖିଛନ୍ତି? ନିଶ୍ଚିନ୍ତ। ଭୂତ ଦେଖିଛନ୍ତି? ଭୂତଟା ଆପଣ ନିଜେ ଦେଖିପାରିବେ। ଆପଣ ଦେଖିଛନ୍ତି କି? ମୁଁ ତ ବହୁତ ଥର ଦେଖିଛି। ଆପଣ ଭୂତ ଦେଖିଛନ୍ତି? ଭୂତ ଦେଖିବା ପାଇଁ କେମିତି? ଭୂତଟା ଦେଖିବା ପାଇଁ ପ୍ରକୃତ ସତ କଥା କହିଲା ଭଳିଆ ଗୋଟେ ଧୂଆଁ ଟାଇପର ଆସି ଠିଆ ହଉଛି, ନହେଲେ ଭୂତ କହିଲେ ଆଉ ସେ ଯୋଉ କହନ୍ତିନି ଧଳା ଶାଢୀ ପିନ୍ଧି ପଳେଇ ଆଇଲା, ଏମିତି କଲା ସେମିତି କଲା, ଲୋକଙ୍କୁ ମିଛ ଭ୍ରମିତ କରୁଛି। ଆଚ୍ଛା, ଭୂତ ମାନେ ଜେନେରାଲି ଟିଭି ମାନଙ୍କରେ ଫିମେଲ କଣ ପାଇଁ, ମେଲ କଣ ପାଇଁ ନୁହେଁ? ଏଇଟା ଲୋକଙ୍କ ମନର ଧାରଣା। ଆଚ୍ଛା, ଭୂତ ଆପଣ ଯିଏ ହୁଅନ୍ତି ସେମାନେ କେବଳ ଦେଖିବେ ଆକ୍ସିଡେଣ୍ଟଲି ମରିଯାଇଥିବେ, ତାଙ୍କ ଆୟୁଷ ପୂର୍ବରୁ ମରିଯାଇଥିବେ, ଯୋଉଟା ଲୋଭ ମୋହ ମାୟା ଥାଏ ତାଙ୍କ ପାଖରେ, ସେମାନେ ହିଁ ଭୂତ ହୁଅନ୍ତି। ଆପଣ କେବେ ଭୂତ ଦେଖିଛନ୍ତି ରିଅଲ ରେ, ମଶାଣିରେ କି ଘରେ କି ଆଖପାଖରେ? ଭୂତଟା ଡାକି ହଉଛି, ଦେଖିବା ଦୂର କଥା। ଭୂତ ତ ମୁଁ ଏମିତି ଟ୍ରକରେ ବି ବସେଇକି ଦେଖେଇଛି, ବସରେ ବି ବସେଇ ଦେଖେଇଛି, ଏଇଟା ହେଇଛି। ଆଚ୍ଛା ଆଚ୍ଛା, ଏଇଟା ନୂଆ ନୂଆ ଶିଖିଲା ବେଳେ ମୋର ସବୁ ହେଇଛି। ଆଚ୍ଛା, ଆପଣ ଇଣ୍ଟରନେଟରେ ଦେଖିଥିବେ ଭୂତ ସଭାପତି ଗୋଟେ ଅଛନ୍ତି ଆମର ଓଡ଼ିଶାରେ, ସେ ଭୂତ ମାନଙ୍କ ପ୍ରେସିଡେଣ୍ଟ, ସେ କୁହନ୍ତି ସେ ଭୂତକୁ ଦେଖିଛନ୍ତି। ନାଇଁ, ଯୋଉ ଆପଣ ବିପିନ ରାଉତରାୟଙ୍କ କଥା କହୁଛନ୍ତି ତ? ହଁ, ସେ ଏଠିକି ବି ସେ ଆସିଥିଲେ। ଜଣେ ବାୟା ଲୋକ। ଦେଖନ୍ତୁ, ଓକେ, ଆମ ଭାଇଟା ଯଦି ବାୟା ହେଇଯାଇଛି, ଆମେ ସମ୍ଭାଳିବା ନା ତାକୁ ବାହାରେ ନେଇ ପଦାରେ ପକେଇଦବା? ଓକେ, ଆଉ ସେ ଜଣେ ବାୟା ଲୋକ, ତାଙ୍କୁ କଣ କହିବା ତାଙ୍କ ବିଷୟରେ? ଆମେ ବି ଯଦି ତାଙ୍କ ବିଷୟରେ ଆଲୋଚନା କରିବା, ଆମକୁ ବି ଲୋକ କହିବେ ପାଗଳା ବୋଲି। ଓକେ, ତାହେଲେ ଆପଣ କହୁଛନ୍ତି ସିଏ ଜାଣିନାହାନ୍ତି? ନା, ଜାଣିନାହାନ୍ତି ନୁହଁ, ଭୂତର ମୂଲ୍ୟ କିଛି ନାହିଁ। ଭୂତ ଯୋଉ କହନ୍ତି ଭୂତ ଜୀବନ ନେଇଗଲା ଏକଲା, ଭୂତ କେବେ କାହା ଜୀବନ ନେଇନି। ଏ ଜୀବନ ନିଅନ୍ତି ସବୁ ରାକ୍ଷାସୀ, ଯେମିତି ଦେବତା ଅଛନ୍ତି ରାକ୍ଷସ ଅଛନ୍ତି। ରାକ୍ଷସୀ ମାନେ କୋଉ ହାଡବାଇ ହେଲେ, ମାଉଲି ହେଲେ, କାଳି ଭୁଆସୁଣୀ, କାଳି ପିତାଶୁଣୀ, ଏମାନେ ସବୁ କଣ? ଆପଣ ପିଶାଚୁଣୀ ଦେଖିଛନ୍ତି? ଦେଖିବ କଣ, ସେଟା ତ ଡାକିବାକୁ ପଡେ, ଡାକିଲେ ଅଟୋମେଟିକ ଦେଖାଦେବେ। ଓକେ, ନାଇଁ ମୁଁ ଟିକେ ବ୍ରିଫଲି ଜାଣିବା ପାଇଁ ଚାହୁଁଛି ଆପଣଙ୍କ ଆପଣ ପାଖରୁ। ବୋଧେ ମୋ ଆଗପଟ ତାନ୍ତ୍ରିକ ପଢିନାହାନ୍ତି ବୋଧେ ଭିଜିଟିଂ କାର୍ଡ, ସେଥିଲାଗି ମତେ କ୍ୱେଶ୍ଚିନ୍ ପଡୁଛି। ନାଇଁ, କ୍ୱେଶ୍ଚିନ୍ସ ତ ମୁଁ ପଚାରିବି, ମୁଁ ଜାଣେ କି ନ ଜାଣେ ମୁଁ ଆପଣଙ୍କୁ ପ୍ରଶ୍ନ ପଚାରିବି, ମତେ ଆପଣ କ୍ଲିୟରଲି ମୁଁ ଟିକେ ଭୂତ ଆନ୍ସର ତନ୍ତ୍ର ଦେବେ। ଜାଣିଛି, ଦେବତାଙ୍କ ତନ୍ତ୍ର ଜାଣିଛି। ଭୂତ ତନ୍ତ୍ର ଆଜିକୁ 6 ବର୍ଷ ବଳିକା ହେଲା ମୁଁ ଛାଡିଦେଲି, ଯୋଉଟା କି ମଶାଣିକି ଯିବାକୁ ମୁଁ ଆଉ ଚାହୁଁନି। ଆଚ୍ଛା, ମଶାଣିଟା ଠିକ ଲାଗିଲାନି ମତେ। ଆଚ୍ଛା, ଆପଣ ଗୋଟେ ସର୍ଭେଣ୍ଟ ପାଖକୁ ଯାଆନ୍ତୁ, ଆଉ ଗୋଟେ କଲେକ୍ଟର ପାଖକୁ ଯାଆନ୍ତୁ। କଲେକ୍ଟର ସବୁବେଳେ ଆପଣଙ୍କୁ କଣ କହିବ? ଆପଣଙ୍କୁ ଚାକରୁ ତା ପିଅନକୁ ଡାକିଲା, ଆରେ ବାବୁ ଏଇ କାମ କରିବୁ, ସେ କରିବେ ଓବିୟସଲି। ଆପଣ ଯଦି ଡାଇରେକ୍ଟ ଯାଇଥିବେ ଗୋଟେ ପିଅନ କତିକି, ସେ ସେଠି ଆପଣଙ୍କୁ ରଙ୍ଗ ଦେଖେଇବ। ଭୂତ ପ୍ରେତ ହଉଛନ୍ତି କଣ? ସେମାନେ ପିଅନ। ତାଙ୍କୁ କାହିଁ ପୂଜିବ, ତାଙ୍କୁ କାହିଁ ଡାକିବ? ଯେତେବେଳେ ମୁଁ ଛୋଟ ଥିଲି, ଜାଣିନଥିଲି, ତନ୍ତ୍ର ଶିଖିବାର ଇଚ୍ଛା ଥିଲା, ମୋର 217 ଜଣ ଗୁରୁ, 3 ଜଣ ମରିଗଲେ, 214 ଜଣ ଏବେ ବି ବଞ୍ଚିଛନ୍ତି। ସେମାନେ ସମସ୍ତେ ତାନ୍ତ୍ରିକ? ହଁ। ଓକେ, ଲୋକ କହନ୍ତି 10 ମହାବିଦ୍ୟା ସାଧନା। 10 ମହାବିଦ୍ୟା ସାଧନାରେ କିଏ କମଳା ଯୋଉ ଦେବୀ ଅଛନ୍ତି, ଶୁକ୍ରଙ୍କର ଇଷ୍ଟ ଦେବୀ କମଳା, ତାଙ୍କୁ କିଏ ଦେଖିଛି? ମତେ ସେ ଲୋକ ଟିକେ ଦରକାର। ଦେଖିଛି ମତେ ଦେଖ, ମୁଁ ତ କହୁଛି ଏବେ ମାଙ୍କୁ ଡାକିବି, ଲୋକଙ୍କ ଆଗରେ ଦେଖେଇବି, 10,000 ଲିଟର ପଣା ଦିଅ ଲୋକଙ୍କ ଆଗରେ ପିଆଇବି, ଅନ୍ନଭୋଗ ଦିଆ ଲୋକଙ୍କ ଆଗରେ ଖୁଆଇବି। ନନା ଏତେ ଚଣ୍ଡୀ ହାଣିଆ କରୁଛନ୍ତି, ଆସନ୍ତୁ କମ୍ପିଟିସନ କରନ୍ତୁ ମୋ ସହିତ, ଅସୁବିଧା କଣ ଅଛି? ମୁଁ କହିଲେ ତ ନିଜକୁ ଖରାପ ଲାଗୁଛି, ସ୍ପିରିଟ ପୁରେଇ ଦେଇ ଲୋକ ଉଠେଇ ପାରନ୍ତିନି। କାହା ମଣିଷ ଦେହରେ? ନାଇଁ, ଏ ଗୋଟେ ନାଲି ଫୁଲ ହଉ, ହାଣ୍ଡି ହଉ, ମାଟି ହାଣ୍ଡି ହେଲେ ବି କରିଦଉଛି। ଆପଣ ସତରେ ଏଟା କରିପାରନ୍ତି? କରିପାରେ ବୋଲି ନାହିଁ, ଏଇଟା ମୋର ବହୁତ ଭିଡ଼ିଓ ବି ମୋ ମୋବାଇଲରେ ଅଛି। ମୋର ଆହୁରି କେତେ ଲୋକ ବି, ଆପଣ ପୂଜା ଦେଖିବେ କେବେ, ଗୋଟେ ସେମିତି ପୂଜା ପଡୁ, ଆପଣ କେବେ କ୍ୟାମେରା ବାଲାଙ୍କୁ ମୁଁ ଡାକିବି, ସେ ନିଜେ ଯିବେ, ସିଏ ନିଜେ ଲକ୍ଷ୍ୟ କରି କହିବେ ମତେ। ଆଉ ମା ତ ମୋ ଘର ଚାକର ନୁହଁ ନା, ତାଙ୍କୁ ଦେଖେଇବା ପାଇଁ ଡାକିଦେବି, ସେମିତି।
असुविधा पड़ला माँ तू आसबू सुविधा करू मु कहबी माँ तू जदि सତରେ अच्छु मत सତରେ बर यदि तू आसबू ए भोग खाइबू पड़ा पीबू लोक देखिए खाई जो पीके जो एटा मु कहि माने शून्य पणा बस बस किए खाऊ किए पीऊँ जानी परिबे कहीं जानी परिबे ना किंतु अच्छा एटा से जो हिप्नोटिज्म थाए कि चक्षु बंधन थाए से भलिया किछि आपण करंती ना सेटा तुम कहूँ से कैमेरा लगे ओके लक्ष लक्ष लोक ठिया हे अच्छा हिप्नोटाइज जोटा हम कौन मंदार फुलटा गोटे हांडीटा के उठे पारे सेटा तुम कहूँ कर देखे दी अच्छा ये जो आपनकर देखंतु किछि देखिबे नॉर्मली हमें जो भूत प्रेत मानक विषय डिस्कशन कला बेले नेगेटिव एनर्जी मानक विषय डिस्कशन कला बेले किछि टर्म्स आसे जेमति कि कर्ण पिशाचिनी हैला आउ डाहाणी हैला डाकिनी जोगिनी माने हेले कि आपनकर पिशाच माने हेले तो ए माने समस्ते आम चारिपटे एग्जिस्ट करंती ना प्रकृत पक्षरे आमे ताकू डाकिले से माने गोटे अलगा आयाम रो आसंती तो बोले आमे तंत्र शिखिबा को बाहरला माने जदि देवता तंत्र शिखुचे माने से माने हमर असुविधा करिवे केवल सुविधा केबे करिवे देवता माने देवता तंत्र शिखिया गले ए माने राक्षसी माने असुविधा ए माने राक्षस टाइप रो जाउछन ओके 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 कर्ण पिशाची साधना आज्ञा मु शिखई देछि लोक मु निजे शिखिनी मु 4 दिन घंटे मंत्र जप करछि देवा देवी माने आसिलेनी मो पाखु नख दर्पण कली देखिली आ नख दर्पण मु देखैबी पूरा हनुमान को देखैबी एमती नडिया थुआ हेतबा आसीबे नडिया रु पानी पळे थबो नडिया पानी अपन देखि कि देबे नख दर्पण माने कोन नख दर्पण अर्थ होउची एक टाइप रो गोटे जिंस जणा पड़नी तो पूरा पिक्चर भलिया चलियो आपण जेंति कैमरा एठी लगै छै नखरे देखा जिवे नहीं नखरे लगैले देखा जाउची गोटे टाटिया गिनारे भी लगैले देखा जाउची नले हमरो मिरर पछपटे भी लगैले देखा जाउची किन दर्पण विद्याटा से दर्पण विद्याटा को यूटिलाइज करी ए भलिया हेछि आपण एबे सुनथबे कोन लोक कहउचंती ए जो शिव साधना कर देलु शिवंगर कोन प्रकृत साधना अछि नहीं नहीं मिछो ओके रावण महाज्ञानी महापंडित थला सी पारलान लास्ट मुंडो काटी थोइला लोक माने एते बुद्धिया तांको डाकी दउछंती मिछ कथा गप गुरा महाकाल साधना रे मु भी करिछि उज्जयिनी जो प्रकृत ठीक लोक देखिले आपण से ही कहबो 7-8 जन बलिया बण मनीष आछि देखा दउछंती माने ब्रह्म राक्षस जाउ कहंती नहीं बण मनीष बलिया ब्रह्म राक्षस कि कोन एपंत गुणिया मान रिसोर्स भी जणा पडुनी बस सेति कि होई टिके क्लियरली कहबे माने आपण जते बेले महाकाल को साधना करूछंती आपण को ब्रह्म राक्षस पर लोक मान दिसुछंती 7-8 जन बलिया बण मनीष कि आउछंती आगे नाचुछंती कांथ पांथ उबे जाउची बस गुडे 3-4 मिनिट होउची एतिकी आ किछि शिव देखा दउ नानी मिछ कथा खाळ भैरव सारना जो लोक कहंती काळ भैरव शिवंकर अछि तादर भी शिव देखा दउ नानी सेटा केवल साप कामड़ा भल नाही पड़ुची एमिति कि गोटे साप विष मु आगे थुआ हबो गोटे कहबो एटा रणा विष मिसाई थुआ हला मु ताको मंत्र पड़ी फुंकीबी सेटा लैबोरेटरी टेस्ट हबो जदि विष बाहर पइला मु गुणिया काम छाडी देबी पॉइजन जदि बाहर पइला आपण एटा कैमरा सामने रे कहउचंती कि आपण चैलेंज भी करि परंती आर यू श्योर ऑफ इट देखि कि तो थुइची न देखि कि कोन कहि परतंती आपण मंत्र को मंत्रटा पढंती पढि मंत्र परिबे तो कहि हबनी ओके लोक एबे भी भाबुचंती साधना रे गोटाई मंत्र अछि किंतु साधना रे प्रकृत गोटाई मंत्र नै दीटा मंत्र अछि सबले साधना पई दीटा मंत्र दरकार गोटा होची बीज मंत्र गोटा महामंत्र ओके महामंत्र काम होची लोकन काम करिया बीज मंत्र काम होची लोकन डाकिबा माने देवा देवी डाकिया पई गोटाई लोक मान काम करिया पई देबा जदि आपण एठी बसचंती आपण एठी कि देवतांको भी डाकी परिबे पिशाचंको भी डाकी परिबे डाकी ही परिबो आ से माने आसीबे कथा माने कि कथा माने आसीबे नो तांको गोटा देवतांको डाकिले जेंती मा 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 बिकळ है तो पुओ डाकुची माटी आलो ओके बिकळ है डाकिबाकू पड़िबो से मो घर चाकर न मु ताको डाकी देई से पळे आसीबो आ भूत प्रेत तो तांको किछि नै तांको कहला वाला स्पिरिट पटेल टाउन जबरदस्ती धरि कि नै पळे आसीबे सेटा छुटिया कथा ठाय भूतटा सबले भूत ही रहइबो देवता सबले देवता ही रहइबो अच्छा कुहा जाए जे तांत्रिक जो माने तंत्र साधना करंती तांकर मृत्युटा भारी विभत्स हुए एटा सत्य कथा कि हां पापी तांत्रिक मानकर हबो जे पाप कला एठरे बाण भी अछि एमिति कि मु भी एबे भी ओपन चैलेंज पकोउची गुणिया मो संगे चैलेंज पकाऊ जाई जगन्नाथ मंदिर रे नुचु लखे ता बीज धरि के मते फोन कलु मु नुची गली तापर मु 10 मिनिट भीतर देखाई दे बाण केमिति मारंती कोन मो बुझी पालिनी आउथरे कोन बाण माने ता जीवन बा ताको मेडिकल नै सेउड पकाई देबी
ମାନେ ଆପଣ ଆପଣଙ୍କର ତନ୍ତ୍ର ବଳରେ କାହାକୁ ମାରି ଦେଇ ପାରିବେ? ମାରିବି ନାହିଁ ମାନେ ୱିକ୍ କରିଦେଇ ପାରିବି। ଆଉ ସିଏ ଲୋକ ମୋ ଉପରେ କ୍ଷତି କରୁଥିବା ଦରକାର, ଆଉ କ୍ଷତି ନ କଲେ ମୁଁ ପାରିବିନି ଏଇଟା, କାହିଁକିନା ମୋର ପାପ ହେଇଯିବ। ଓ ଆପଣ ଯୋଉ କ୍ଲେମ ଗୁଡା କରୁଛନ୍ତି ମତେ ଡର ଲାଗୁଛି ଏବେ ଆପଣଙ୍କ ସହିତ କଥା ହେବା ପାଇଁ। ନାଇଁ ନାଇଁ କାଲି ସକାଳେ ଯାଇକି ମତେ ଗୋଟେ କଣ ନାଇଁ ବାଣ ମାରି ଦେଇଥିବେ, ମୁଁ ଯାଇକି ନାଇଁ କୋଉଠି ପଡିଥିବି ସେଇଟା ହସ୍ପିଟାଲରେ। ସେମିତି କିଛି ନାହିଁ। Guys, if that happens, then talk to him. ନାଇଁ ନାଇଁ ସେମିତି ଆପଣ ଭାବିବାଟା ଭୁଲ। ହଁ ସତରେ। ପ୍ରକୃତ ଯିଏ ସାଧକ ସେ କେବେ କ୍ଷତି କରିବନି ଲୋକଙ୍କର ମନର। କିନ୍ତୁ ଲୋକମାନେ ସାଧାରଣତଃ ତାନ୍ତ୍ରିକକୁ ଡରନ୍ତି କାହିଁକି? କିଛିଟା ଖରାପ ତାନ୍ତ୍ରିକ ବିଦ୍ୟାକୁ ଖରାପ କରିଦେଇଛନ୍ତି। ଆଜ୍ଞା ମାରଣ ବିଦ୍ୟାରେ 20 ଟଙ୍କା ଖର୍ଚ୍ଚ ହଉଛି। କଣ କଣ ଲାଗେ ମାରଣ ବିଦ୍ୟାରେ? କିଛି ନାହିଁ, ମଲା ଲୋକର କପଡା ଟିକେ ହେଲେ ରକ୍ତରେ ସେ ଲୋକର ନାଁ ଗୋତ୍ର ଗ୍ରାମ ଦେବୀ ନେଇକି ଗୋଟେ ଛୋଟିଆ ମନ୍ତ୍ର ଅଛି, ଗୋଟେ ହାଣ୍ଡିରେ ପୋତି ଦେଲେ ଲୋକ ଗୋଟେ ମାନେ ହପ୍ତା ମାନେ ଯୋଉ ଶୁକ୍ଳ ପକ୍ଷ କୃଷ୍ଣ ପକ୍ଷ ଚେଞ୍ଜ হয় ସେଇଟା ମାନେ ଯେକୌଣସି ମଲା ଲୋକର କପଡାରେ ରକ୍ତରେ ଲେଖିଦବ? ହଁ ଏଇଟା ଲେଖିକି ତାକୁ ଆଉ ଲୋକ ପୋତିଦବ? ନ ମଲା ପରେ ୱିକ୍ ହେଇଯାଉଛି। ମୁଁ ଦେଖିଲି ପ୍ରାୟ ଲୋକ ୱିକ୍ ହେଇ ମେଡିକାଲରେ ପଡି ଯାଉଛନ୍ତି, ଟିକେ ଟାଣୁଆ ଲୋକ ହେଲେ ମରୁନାହାନ୍ତି। ବାସ୍ ଏତିକି କରିଦେଲେ ଲୋକଟା ମରିଯିବ? ତାର ମନ୍ତ୍ର ଅଛି। ହଁ କିଛି ନାହିଁ, ମନ୍ତ୍ର ସିଦ୍ଧି କରିବାକୁ ପଡୁଥିବ, ଆଉ ସିଦ୍ଧି ନ କଲେ ମନ୍ତ୍ର ସେଇଟା କୋଉ କାମ ଦବ? ହଁ ଏକ୍ସାକ୍ଟଲି, କିଏ ନା ସିଏ ତ କରିଦବ, ଶତ୍ରୁତା ହେଲା ଗୋଟେ ହାଣ୍ଡିରେ ଆଣିକି ପୋତି ଦିଅ। ମନ୍ତ୍ର ବି କିଛି ରହୁଛି ନା, ସେଇଟା ବି କରିବାକୁ ପଡିବ। ଆପଣ ଆଚ୍ଛା କାହାର ଦେହ ଭଲ ଯଦି କରିବା ପାଇଁ ଚାହିଁବ? ଭଲ ତ ଏମିତି କେତେ, ମୁଁ କେବଳ ଭଲ ହିଁ କରେ, ଖରାପ କାହାର କରେନି। ମାରଣ ପେଷଣ କାମ ମୁଁ ଜମା ଧରେନି। ଆଚ୍ଛା ଯୋଉ ବଶୀକରଣ କରାଯାଏ ସେଟା ଆପଣ ଜାଣିଛନ୍ତି କେମିତି ହୁଏ? ବଶୀକରଣ 4 ପ୍ରକାର ଅଛି। ଗୋଟେ ଏମିତି କି ଜଣଙ୍କର ଚୁଟି ଆଉ ନଖ ବାଁ ପାଦ ଧୂଳି ହେଲେ ହେଇପାରିବ କପଡା, ଆଉ ଖାଇବାକୁ ଦେଲେ ହେଇପାରିବ ମିଠା ଜିନିଷରେ, ଆଉ ମାନେ ତାକୁ 7 ଥର ଦେଖିଲେ 7 ଦିନ ଭିତରେ ଦେଖିଲେ ହେଇପାରିବ, ନଚେତ ଆଉ ଗୋଟେ ପଟୁଆ ହେଇପାରିବ ତା ଜାଗାରେ ନେଇ ଗୋଟେ ଜିନିଷ ପୋତିଲେ ସେ ମାଡ଼ିବ ମାନେ ଏପଟକୁ ପଳେଇ ଆସିବ। ମାନେ ପର୍ମାନେଣ୍ଟଲି ଏମିତି ହୁଏ? ନାଇଁ 6 ମାସ ଯାଏ ରହୁଛି, ଅଧିକ ଦିନ ରହୁନି। ଏଟା ମୁଁ ବହୁତ ପରୀକ୍ଷା କଲି। ମାନେ ଯେମିତି କହିଲା ଭଳିଆ କୁକୁର ନାଙ୍ଗୁଡ଼ ଯେତିକି ଦିନ ନଳା ପୁରେଇଥିବ ସେତିକି ଦିନ ସିଧା, ତାପରେ ବଙ୍କା। ତନ୍ତ୍ରଟା ଯେତିକି ଦିନ ରହୁଛି 5-6 ମାସ ସେତିକି ଦିନ କାମ କରୁଛି, ନହେଲେ ତାପରେ କାମ କରୁନି। ତାପରେ ଲୋକ ଆଉଛନ୍ତି ମୋ କତିକି, ପୁଣି ମୁଁ ମେଡିସିନ ଦଉଛି, ଏଇଟା କିଛି କଥା ନୁହଁ। ଆଚ୍ଛା ଆପଣ ଡାହାଣୀ ପର୍ଟିକୁଲାରଲି କେବେ ଦେଖିଛନ୍ତି, ଯାହାକୁ ଡାହାଣୀ କୁହାଯାଏ? ମାନେ କେବେ ଏନକାଉଣ୍ଟର ହେଇଛି ସାଧନା କଲା ବେଳେ? ଧୂଆଁ ଭଳିଆ ଦେଖାଯାଏ। ଧୂଆଁ ଭଳିଆ? ମୁହଁ କିଛି ନଥାଏ କି କିଛି ନଥାଏ? ନାଇଁ ଗୋଟେ କୁହୁଡି ଯେମିତି ଢାଙ୍କି ଦେଇଛି ଗୋଟେ ମଣିଷ ଶରୀର ଭଳିଆ, ବାସ୍ ସେତିକି। ଏ ଯୋଉ କୁହନ୍ତି ଡାହାଣୀର ପାଦଟା ଓଲଟା ଥାଏ? ଏଇଟା ସବୁ ଗପ ଗୁରା ମତେ ଲାଗେ। ସିରିୟସଲି? ଏଇ ଲୋକ ମାଟି ତଳ କାମ ଯୋଉ କରନ୍ତି, ମାଟି ତଳକୁ ହାଡ କଙ୍କାଳ ବାହାର କରନ୍ତି, କି ଯାହା ବି ଗୋଟେ ଜିନିଷ ରହିଲା ମୂର୍ତ୍ତି ଫୁର୍ତ୍ତି ବାହାର କରନ୍ତି, ପ୍ରାୟ ତାନ୍ତ୍ରିକ ସେଠି ମାଡ଼ ଖାଆନ୍ତି। ବୋଧେ ଓଡିଶାରେ ଆମେ 2 ଜଣ ଖଣ୍ଡେ ଅଛୁ ଯେ କି ମାଟି ତଳ କାମ ଜାଣିଛୁ, ଆଉ ମାଟି ତଳ କାମ କେହି ଓଡିଶା ଭିତରେ ବି ମାନେ ଜାଣିଛୁ। ମାଟିରୁ ହାଡ କଙ୍କାଳ କାଢିକି ମାଟି ତଳ କଣ ଅଛି ମୁଁ କହିଦେବି, ତମ ମାଟି ତଳେ କଣ ଅଛି, ଏତିକି ଫୁଟ ଖୋଳ ଏହା ବାହାରିବ, ପୁରା ଚିତ୍ର କରି ଦେଇଥିବି ଆଗରୁ। ମାନେ ଆପଣ କହିପାରିବେ କୋଉଠି ପାଣି ଅଛି, କୋଉଠି ନାଇଁ ଖଣିଜ ସେଇଟା ପଦାର୍ଥ ଅଛି? ନାହିଁ, ଆଉ ପର୍ଟିକୁଲାର ଯଦି କୋଉଠି ତନ୍ତ୍ର ଜିନିଷରେ ଘେରା ହଉଛି, ମାନେ ଏମିତି ହାଡ କଙ୍କାଳ ହେଲା, ଆଚ୍ଛା କି ରାଜା ମହାରାଜା ଅମଳରେ ଏମିତି ଆମର ଗୁପ୍ତ ଧନ ସବୁ ପୋତି ଦଉଥିଲେ ଇଂରେଜ ମାନଙ୍କୁ ଡରିକି, ସେଗୁଡା ଆପଣ କହିଦେଇ ପାରିବେ? ବାସ୍ ସେତିକି, ଅଧିକ କିଛି ଆପଣ କାହାକୁ ଦେଖିଲେ କହିପାରିବେ ଯେ ତା ଉପରେ ତନ୍ତ୍ର ହେଇଛି କି ନାହିଁ? ସ୍ପିରିଟ କଲ୍ କରି କହି ହେଇଯିବ। ଏମିତି ନର୍ମାଲ ଦେଖିଲେ ଜଣା ପଡେନି? Can it not be visible? ନାଇଁ ନର୍ମାଲ ଦେଖିଲେ ଜଣା ପଡେନି, କାହିଁ ନା ଯେହେତୁ ଗୁଣିଆ ଲୋକ ତାଙ୍କ ଶକ୍ତିଟା ସେଇ ଟାଇମରେ ଆସେନି। ଯେମିତି ଜଣେ କର୍ଣ୍ଣ ପିଶାଚ ସାଧନା କଲା ଆମ ଆଗରେ ଯଦି ବସିବ, ତା ପିଶାଚ ଆସିବନି ତା ପାଖକୁ, ଗ୍ୟାରେଣ୍ଟେଡ ଏଇଟା। ଆସିବନି? ନା କହିପାରିବନି। ମାନେ ଯଦି ଜଣେ ଗୋଟେ ପିଶାଚର ସାଧନା କରୁଛି ତା ଆଗରେ ଅଲଗା ଗୁଣିଆ ବସିଛନ୍ତି, ଅଲଗା ଗୁଣିଆ ବିଲ୍ ନୁହଁ, ମୁଁ ନୃସିଂହ ସାଧକ, ହନୁମାନ ସାଧକ। ଓ 217 ଜଣ ଗୁରୁ ମାନେ କେତେ ସାଧନା କରିଥିବେ, ସେଥିପାଇଁ ତ ଏତେ ଦମ ଅଛି ନା। ସେଥିଲାଗି କହୁଛି ଆସିବନି, ପିଶାଚ ଟା ପୁରା ସେ କୋଉଠୁ ଆସିବ? ସେ ଆସିବନି, ଯେତେ ଡାକିଲେ ବି ଆସିବନି। ତା ସାଧକ ମାନେ କହିଲା ଭଳିଆ କାନ୍ଦିଲେ ବି ସେ ଆସିବନି, ମରିଗଲେ ବି ଆସିବନି। କିନ୍ତୁ ସାଧାରଣ ଲୋକଙ୍କ ଆଗରେ ଆସିବ? ସାଧାରଣ ଲୋକଙ୍କ ଆଗରେ ଆସିବ ଯୋଉଠି ପାରିବ, ଆଉ ଟିକେ ଟାଣୁଆ ଲୋକ ହେଲେ ଆସିବନି। ଆସିବନି। ପିଶାଚର କାମ ହଉଛି। ଆଚ୍ଛା ହନୁମାନଙ୍କର ବି ତନ୍ତ୍ର ସାଧନା ଅଛି? ଜଗନ୍ନାଥଙ୍କ ତନ୍ତ୍ର ସାଧନା ଅଛି? ନା, ଜଗନ୍ନାଥ ତ ନିଜେ ସ୍ୱୟଂ ବଡ ତନ୍ତ୍ର, ତାଙ୍କର କଣ? ଏକ୍ସାକ୍ଟଲି, କିନ୍ତୁ କୁହାଯାଏ ଜଗନ୍ନାଥଙ୍କର ତନ୍ତ୍ର ରୂପ ହେଲେ ମା କାଳୀ। ମା ଦକ୍ଷିଣ କାଳୀଙ୍କ ଯନ୍ତ୍ର ଉପରେ ବଇଛନ୍ତି। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା 3 ମୂର୍ତ୍ତି, ମା ଦକ୍ଷିଣ କାଳୀଙ୍କ ଉପରେ ବଇଛନ୍ତି, ଯନ୍ତ୍ର ଉପରେ ବଇଛନ୍ତି ଜଗନ୍ନାଥ। ଭୁବନେଶ୍ୱରୀ
ଯନ୍ତ୍ର ଉପରେ ବଇଛନ୍ତି ସ୍ୱୟଂ ନିଜେ ସୁଭଦ୍ରା। ତାରା ଯନ୍ତ୍ର ଯୋଉ ଆପଣ କହୁଥିଲେ ବାମପାଦୀ ହୁଁ। ତନ୍ତ୍ର ବଳରାମ। ତାପରେ ସ୍ୱୟଂ ବଇଛନ୍ତି ବଳଭଦ୍ର ବଡ ଭାଇ। ହୁଁ। ତ ଏଇଟା ହଉଛି ସତ୍ୟ କଥା। ତେବେ ଜଗନ୍ନାଥଙ୍କୁ ଯଦି ସାଧନା କରାଯିବ ତାହେଲେ କୌଣସି ତନ୍ତ୍ର କାଟୁ କରିବନି। ସେମିତି ନାଇଁ କିଛି ତନ୍ତ୍ର କାଟୁ କରିବନି ନାହିଁ। ଜଗନ୍ନାଥ ମନ୍ଦିର ଭିତରେ ମୁଁ ତନ୍ତ୍ର କରି ଦେଖେଇଦେବି, ଏଇଟା ଗ୍ୟାରେଣ୍ଟେଡ। ଆପଣ ଜଗନ୍ନାଥ ମନ୍ଦିର ମତେ ଭିତରେ ଗଭର୍ଣ୍ଣମେଣ୍ଟ ଚ୍ୟାଲେଞ୍ଜ ଦଉ ଅଧରପଣା ଯୋଉ ମୁଁ ତାକୁ ବି ସେଇଠି ପୂଜା କରିକି ଯଦି ଅଧରପଣା ଯଦି ନ ଶେଷ କରିଦେଲି ମୁଁ ବି ଗୁଣିଆ ବିଦ୍ୟା ଛାଡ଼ିଦେବି, ନଣ୍ଡା ହେବି, ଚପଲ ମାଳ ପକେଇବି ବୁଲିବି, ଗ୍ୟାରେଣ୍ଟେଡ। ଏଇଟା ଗଭର୍ଣ୍ଣମେଣ୍ଟ ପରମିଶନ ଦେବା ଦରକାର। ଆଚ୍ଛା ଗଭର୍ଣ୍ଣମେଣ୍ଟ ପରମିଶନ ନଦେଲେ ବି ଆପଣ ଜଗନ୍ନାଥ ମନ୍ଦିର ନାଇଁ ସେଇଟା ପ୍ରୋବ୍ଲେମ। ନିୟମ ସବୁବେଳେ ନିୟମ, ବେନିୟମରେ ଆମେ କାହିଁ କରିବା। ଜଗନ୍ନାଥ କତିକି ମନ୍ଦିର ଲୋକ ଭିତରକୁ ଭୂତ ପିଶାଚ ପ୍ରେତ କେମିତି ଯିବେ? ସେଇଟା ଏ ପୁଣ୍ୟ ଜାଗା ନା। ଆମେ କଣ ପାପ କରୁଛୁ କି? ଗୁଣିଆ କଣ ପାପ କରେ କେବେ? ଆମେ ବା ସାଧନା କରୁଛୁ, ଦେବାଦେବୀଙ୍କୁ ଡାକିଛୁ, ତାଙ୍କୁ ପାଇଛୁ। ମୁଁ ବେଲପତ୍ର ତୁଳସୀ ପତ୍ରରେ ପୂଜା କରେ। ମୁଁ ଏ ଯୋଉ ବଳି ଏ ରକ୍ତ ଆକୁ ଘୃଣା କରେ। ମଶାଣିକି ଯିଏ ଜାଣି ମୁଁ ତାଙ୍କୁ ଘୃଣା କରେ। ହାଡ ଆଚ୍ଛା ମୁଁ ଛୁଇଁନି ମୋ ଲାଇଫରେ। କାମାକ୍ଷା ମାଙ୍କ ପାଖରେ ଯୋଉ ବଳି ପଡେ ଠିକ ଅଛି, ତାଙ୍କର ପ୍ରଥା ଅନୁସାରେ ବଳି ପଡେ। କିନ୍ତୁ ମାକୁ ବଳି ନଦେଲେ ବି ମା ଆସିବ। ମାଟି ତାକୁ ପିଲା ଡାକିବ, ସେ ନ ଆଇଲା ତାହେଲେ ତମେ କି ପିଲା? ତମେ ଡାକୁଛ କୋଉ ଭଳିଆ? ତାହେଲେ ତମେ ତାହେଲେ ଡାକି ଜାଣିନ, ସେ ସେଥିପାଇଁ ଆସୁନି। ମୁଁ ସବୁ ଦେବୀକି ଆହ୍ୱାନ, ଗ୍ରାମ ଦେବୀ ଆହ୍ୱାନରେ ତମେ ଯେକୌଣସି ସାଧନା କର ସବୁ ଦେବୀଙ୍କୁ ଡାକିପାରିବ। ଦୁର୍ଗାଙ୍କୁ ଡାକିଲା ବେଳକୁ ଦୁର୍ଗା କେତେବେଳେ 6ଟା ହାତ ଆଣି ଯାଉଛନ୍ତି, କେତେବେଳେ 8ଟା, କେତେବେଳେ 10ଟା, ସେଇଟା କହି ହଉନି। କିନ୍ତୁ ହାତ ଅଧିକା ରହିବ, 6ଟା ଉପରେ ରହୁଛି, ସବୁବେଳେ ପାଇଁ ରହୁଛି 6ଟା ଉପରେ। ଯୋଉଟା ଲକ୍ଷ୍ୟ କଲି ସେଇଟା ମୁଁ କହୁଛି। କେତେବେଳେ କାଳୀଙ୍କି କହନ୍ତି, ତାଙ୍କ ନାଁ କାଳୀ। କାଳୀ କାହିଁ ତାଙ୍କ ନାଁ ହେଇଛି? କାଳ ମାନେ କିଏ? ସମୟ। ସେ କାଳୀ, କାଳର ଓଲଟାଟା। ସମୟ ଯାହା କରୁଥିବ ସେ ଓଲଟା କରିଦେଇଛି। ଆଉ ତାଙ୍କୁ ଲୋକ ଭାବନ୍ତି କଣ, ବୋଧେ ସେ କାଳୀଟା ହେଇଥିବ। ମାକୁ ତ ଦେଖିବାକୁ ଏତେ ସୁନ୍ଦର ବୋଧେ କେହି ନାହିଁ ତା ଆଗରେ। ମାନେ କାଳୀ ମାଙ୍କ ରଙ୍ଗ କଳା ନୁହେଁ ନା, କାଳୀ ମିଛ। ମାଙ୍କ ରଙ୍ଗ କଣ? ମା ତ କେତେବେଳେ କୋଉ ଭଳିଆ ଦେଖାଯାଏ ଠିକ ନାହିଁ। ମାର ରୂପ ଅନେକ ପ୍ରକାର, କିନ୍ତୁ ମା କଳା ନୁହେଁ ବାସ୍। ମା ଭଳିଆ ଆଉ ବୋଧେ କେହି ନାହିଁ ମୁଁ କହିବି। ତ୍ରିପୁର ସୁନ୍ଦରୀ ତ ବହୁତ ସୁନ୍ଦର କୁହନ୍ତି। ସେ କିଏ କି? ସବୁ ତ କାଳୀଙ୍କ। ଆପଣ ମା ମାତଙ୍ଗୀଙ୍କୁ କେବେ ଦେଖିଛନ୍ତି? ମାତଙ୍ଗୀକି ଦେଖିଛି, ମାନେ ଏମିତି 3 ଥର ଭଳିଆ ଆବାହନ କରିଛି। କାହିଁକି ନା ମାତଙ୍ଗୀ ଯାହାର ଇଷ୍ଟ ଦେବୀ ହେବେ ସେଠି ଆବାହନ କରିବାକୁ ପଡିବ, ବଡ ବଡ ପେଷଣରେ ସବୁ। ଏମିତି ଲୋକଙ୍କ ଆଗରେ ଭୋଗ ପାଇକିରି ଯାଇଛି। ଆପଣଙ୍କ ହାତରେ ପଣା ହାଣ୍ଡି ଦେବି, ଆପଣ ଧରିବେ, ମୁଁ କହିବି ମା ଆସିବୁ, ଆମେ ଏ ଝିଅ ହାତରୁ ପଣା ନବୁ, ପିଇବୁ। ଆପଣଙ୍କ ହାତରୁ ଜଣେ ବୁଢୀ ଲୋକ କିଏ ଗୋଟେ ଧୂଆଁରେ ପଳେଇ ଯାଉଛି, ହଠାତ୍ ଦେଖିବେ ଏଇଟା ଟିକେ ଅନ୍ଧାରୁଆ ଜାଗା ହେଇଥିବ, କିଏ ଜଣେ ଆସିବ ଆପଣଙ୍କ ହାତରୁ ପଣା ନବ, ଆପଣ ଚାରିଆଡେ ଲୋକ ଘେରେଇଥିବେ, ମଝିରୁ କିଏ ଗୋଟେ ଉଭାନ ହବ ଅନ୍ଧାରୁ, ଆସିବ ଆପଣଙ୍କ ହାତରୁ ପଣା ନବ, ପିଇବ, ହାଣ୍ଡିକି ଫାଙ୍କା କରିଦବ, ଫୋପାଡ଼ି ଦବ ସେଇଠି, ପୁଣି ସେ ଅନ୍ଧାର ଭିତରକୁ ଯିବ, ଆଉ ନଥବ, ତାକୁ ଖୋଜିଲେ ପାଇବେନି। ଏ ହଉଛି ମା। ତାକୁ ସବୁବେଳେ ଡାକିଲେ ସେ ମା ଭଳିଆ ଆସିବ, ସେ ମଣିଷ ଖାଇବା ପାଇଁ ଆସେନି। ଲୋକ କହନ୍ତି ମଶାଣି ଫସାଣି, ସେଟା ମିଛ କଥା, ଗପ। ଆଚ୍ଛା ଏଇ ଯୋଉ ଡାହାଣୀ ଲାଗନ୍ତି, ଲୋକମାନଙ୍କ ଦେହରେ ମା ଲାଗନ୍ତି, ସେ ସବୁ ଜିନିଷ ପ୍ରକୃତ ପକ୍ଷରେ ସତ ନା ମିଛ? ସେଇଟା ଏକ ଟାଇପର ସତ ହେଲେ ବି ଏକ ଟାଇପର ମିଛ। କେବଳ ପେଷଣ କରି ହେଲେ ଦେଖେଇ ହେଉଛି। ପେଷଣ ମାନେ ଏମିତି ପର୍ଟିକୁଲାର ଗୋଟେ ଲୋକର କିଛି ଚିଦ ପାଇଲ, ତମେ କି ସନ୍ତକ ପାଇଲ, ତା ଉପରେ କିଛି ତନ୍ତ୍ର ବିଦ୍ୟା କଲା ବେଳକୁ କାମ ଦଉଛି। ଆଉ ଏମିତି ଟିକେ ଯାହାର ବଡି ୱିକ୍ ରହୁଛି, ସେ ପିଲା ଯୋଉ ଟିକେ ରୋଲ କରୁଛନ୍ତି, ଏମିତି ସ୍ପିରିଟ କଣ ହେଇପାରେ ସେଇଟା, କିନ୍ତୁ ସ୍ପିରିଟ ବାହାରୁନି ତା ଦେହରୁ। ମୁଁ ବହୁତ ଚେଷ୍ଟା କଲି ଧରିବାକୁ, ସ୍ପିରିଟ ବାହାରୁନି। ସେଇଟା ମୁଁ ଭାବୁଛି ତାଙ୍କ ସାଇକେଟିକ ପ୍ରୋବ୍ଲେମ ହେଇପାରେ। ଓକେ ଓକେ ସେଟା ତ କୁହାଯାଏ ବି, ସେଟା ଯେହେତୁ ବାଇପୋଲାର ଡିସଅର୍ଡର କି ସତ, ଆମେ ସତ କହିବା। ମଲ୍ଟିପଲ ପର୍ସନାଲିଟି ଡିସଅର୍ଡର ହେଇପାରେ, କି କିଛି ସେଇଭଳିଆ ସମ୍ କାଇଣ୍ଡ ଅଫ କଣ୍ଡିସନ, କିନ୍ତୁ ସେଟା ଭୂତ ପ୍ରେତ ନୁହନ୍ତି, କି ମା ବି କାହା ଦେହକୁ ଆସନ୍ତିନି ବୋଲି ଆପଣ କହୁଛନ୍ତି। ନାଇଁ, ମା କେମିତି କାହା ଦେହକୁ ଆସିବ? ଆଚ୍ଛା ଆପଣ ଯୋଉ କ୍ଲେମ କରିଛନ୍ତି ଯେ କ୍ୟାମେରା ଆଗରେ ଆପଣ କିଛି ଦେଖେଇ ପାରିବେ, ସେଇଟା ତ ଆପଣ କିଛି ଜିନିଷ କୁହନ୍ତୁ, ମୁଁ ସାଙ୍ଗେ ସାଙ୍ଗେ ପିଲାଙ୍କ ଥ୍ରୁରେ ମଗେଇବି, ଆପଣ ଦେଖେଇବେ। ଆଇ ୱାଣ୍ଟ ଟୁ ସି ସମଥିଙ୍ଗ। ଆପଣଙ୍କୁ କଣ ଦରକାର? ସେ ଯୋଉ କହୁଥିଲି, କଣ କାଠି ରଖିଛ ପୁରା, କାଠି ଏଇଠି ଅଛି? ସ୍ପିରିଟ କରିବା, କାଠି ନେଇକି ଆସ। କଲ୍ କରିବା। ବସ୍ ଏତିକି ଜିନିଷରେ ଆପଣ ସ୍ପିରିଟକୁ ଡାକି ପାରିବେ? ସ୍ପିରିଟ ଡାକିବି ନାହିଁ, ବାସ୍ ଗୋଟେ ମନ୍ତ୍ରର ପ୍ରଭାବରେ ସେ କହିଦବ କଣ ହେଇଛି ନ ହେଇଛି। ଏଟାକୁ କହନ୍ତି ଗୋଟେ ଶକ୍ତି ପାୱାରଟା ଆସିବ ଏଠିକି, କହିଦବ। ଏଟା ସ୍ପିରିଟ କଲର, ମାନେ ପ୍ରେତ କେହି ଆସିବେ। ଓକେ ଆମେ ପ୍ରେତଙ୍କୁ ଟିକେ ଡାକିବାକୁ ଭଲ ପାଉ। ଓକେ ହଁ, କାରଣ ଏଠି ନ ଆସିଲେ ବି ଭଲ। ପ୍ରେତଙ୍କୁ ମୁଁ ଘୃଣା କରେ। କାହିଁକି ନା
ଦେବତା ମନ୍ଦିର ନଥାନ୍ତା ଯଦି ଭୂତ ପ୍ରେତ ଏତେ ଠିକ କରୁଛନ୍ତି ଦେବତା ମନ୍ଦିର ତାହେଲେ କାହିଁ ଅଛି ଏକ୍ଜାକ୍ଟଲି ୟେସ୍ ଦ୍ୟାଟ୍ସ ରାଇଟ୍ ବଟ୍ ଆପଣ ଏଇ ଯୋଉ କରୁଛନ୍ତି ଏଇଟାରେ ଦେବାଦେବୀ କଣ ଆପଣ କିଛି ଗୋଟେ ପଚାରିଲେ କହିଦେଇ ପାରିବେ କ୍ୟାନ୍ ୟୁ ଟେଲ୍ ମୁଁ ଆପଣଙ୍କୁ ଗୋଟେ ରାଣ୍ଡମ୍ କ୍ୱେଶ୍ଚନ୍ ପଚାରିବି ଆପଣ ମତେ ଆପଣ ଜାଣିନାହାନ୍ତି ମୁଁ ଆପଣଙ୍କୁ କହିବିନି। ଠିକ ଅଛି ଯାହା ବି ପଚାରିବେ ଅଲଗା କଥା କିନ୍ତୁ ଏମିତି କି ମୁଁ ଏକ୍ଜାମ ଟାଇମରେ ବି ଟେଷ୍ଟ ପେପର ଥୁ ଏଠୁ କ୍ୱେଶ୍ଚିନ୍ ବାହାର କରିଦେଇଛି ଓ ଆଉ କଣ କହିବି ତାଠୁ ବଡ କଥା ଓକେ ଟିକେ 2 ଜଣ ପିଲା ଦରକାର ହଁ ପିଲା ଅଛନ୍ତି ଆମର ଲିପୁ ଆଉ ଆସ ତମେ ଆସ ମନୋଜ ଆସ ତମେ ଜଣ ଆସ କମ୍ କମ୍ ପ୍ଲିଜ୍ କମ୍ ଏମାନେ ଆମର ନିଜର କ୍ଲବ ଭୁବନେଶ୍ୱର ପଡକାଷ୍ଟର ହିଁ ପିଲା ପ୍ଲିଜ୍ କମ୍ ତମେ 2 ଜଣ ପଳେଇ ଆସ ବୋଥ୍ ଅଫ୍ ୟୁ କମ୍ ସାରଙ୍କ ପାଖକୁ ଆସ ଟିକେ ଧୋଇ ନାଇଁ ଧୋଇ ଆଣନ୍ତି ଭୂତ କାହିଁ ଲାଗିବ ସେ କହୁଛନ୍ତି ବା ସେ ଭୂତ ଡାକିବେନି ବଟ୍ ଆରେ ମୁଁ ଭୂତ ପ୍ରେତ ଲୋକ ନୁହଁ ବାବୁ ଇଏ ହେଲା ଲିପୁ ଆଉ ସେ ହେଲା ଲିପୁର ସାଙ୍ଗ ଭଲ ପିଲା ଦିଅ ଭୂତ ପ୍ରେତ କୁ ଘୃଣା କରନ୍ତି ଲୋକ ତାକୁ ଡାକନ୍ତିନି କେବେ ଆମେ କେମିତି ଆମେ ମଣିଷଟି ଆମେ ମଣିଷ ସମାଜରେ ରହୁଛୁ ତାଙ୍କୁ କେମିତି ଡାକିବା ଓକେ ତମେ 2ଟା ଧର ଆଉ ଗୋଟେ ଛୋଟିଆଟା କୁଆଡେ ଗଲା ତାକୁ ଧୋଇକି ଫୋପା ଦିଆଯାଉ ବୋଧେ ହଉ ଆଉ କାଠିଟା ଟିକେ ମଧ୍ୟ ଦିଅ ଆଉ ଗୋଟେ ଛୋଟିଆଟା ଏମିତି ଆମ ଭାଇ ଶୁଣ ତମେ ଧରିବ ଏମିତି ତାକୁ ଧରିବ ଏଇଟା ଟିକେ ୟୁ ଭଳିଆ କରି ଧରିବ ଉପରେ ଧରିଛ ଏଠି ଏ ଉପରେ ଥୋଇଯାଅ ଉପରେ ଏମିତି ଥୋଇବ ମଝି ଆଙ୍ଗୁଠି ଆଉ ବୁଢ଼ା ଆଙ୍ଗୁଠି ଏଇଟା ଉପରେ ହଁ ହଁ ଆଚ୍ଛା ବାବା ମୁଁ କେବେ ଭୂତ ପ୍ରେତଙ୍କୁ କଣ ଆଗରୁ ଯାହା ଡାକୁଥିଲି ଆଜି ତମେ ଭୂତ ପ୍ରେତ କି ତମେ ଯଦି ଭୂତ ପ୍ରେତ ଗୋଲ ହିଁ ପିଡ଼ିଯା ଯଦି ଠାକୁରଙ୍କ ଶକ୍ତି 2 ଜଣ ଯାକ ଲାଗିଗଲ ଲାଗିଯିବ ପୁରା ଭଲସେ ମୁଣ୍ଡକୁ ମୁଣ୍ଡ ଲାଗିଗଲେ ମୁଁ ଜାଣିବି ଭଲସେ ଆହୁରି ଆହୁରି ଆରେ ଆହୁରି ହଁ ଓ ମାଇ ଗଡ୍ ଏଇଟା ହଉଛି ଆହୁରି ଦେଖେଇବି ଛାଡ ସେମିତି ତ ଦେଖେଇଲେ ଆଉ ରାତି ପାଇଯିବ ତାକୁ ରଖ ହେଲା ବାବା ମୁଁ ଏମିତି ଦେଖେଇବି ଫୋନ କଲେ ଫୋନରେ ଦେଖେଇବି ଏଇଟା ଫୋନରେ ମୁଁ କରିଦେବି ଏଇ ତମର ସତରେ ହେଲା ଏଇଟା ଫୋନରେ କରିବି ଅନକଟ୍ ରଖିବ କ୍ୟାମେରା ଓ ମାଇ ଗଡ୍ ଅନବିଲିଭେବଲ୍ ହଁ ମୁଁ ସେଥିପାଇଁ ତମ ପିଲାଙ୍କୁ ଡାକିଥିଲି ହଉ ଦେଖନ୍ତୁ ଯୋଉଟା ମୁଁ କହି ଓଡିଶା ଆମର ଗରିବ ନା ଏଇଟା ଗୋଟେ ଛୋଟ ଜିନିଷଟେ ବଟ୍ ହାଉ ଡିଡ୍ ୟୁ ଡୁ ଇଟ୍ ସେମାନେ ତ ଧରିଥିଲେ ହାଉ ଡିଡ୍ ୟୁ ଡୁ ଇଟ୍ ସେଥିପାଇଁ ତ କହିଲି ମୁଁ ଗୁଣିଆ ମୁଁ ଧରିବିନି ତାଙ୍କୁ ଦେଲି 2ଟା ପିଲାଙ୍କୁ ଡାକ କହିଥିଲି କାହିଁକିନା ଗୋଟାଏ ପିଲା ହେଇଥିଲେ କାଳେ ମୁଁ ଶିଖେଇ ଦେଇଥାନ୍ତି 2ଟା ପିଲା ଅଛନ୍ତି ହଁ ଅଫକୋର୍ସ ସେମାନେ ତ ମୋର ପିଲା ମାନେ ତ ଆପଣଙ୍କ ସାଙ୍ଗରେ କନେକ୍ଟେଡ୍ ବି ନୁହନ୍ତି ସେଥିପାଇଁ ତ ମୁଁ କହିଲି ଆପଣଙ୍କ ପିଲାଙ୍କୁ ଡାକନ୍ତୁ ନା ଆଉ ମୁଁ ଯେତେବେଳେ ସ୍ପିରିଟ୍ କଲ୍ କରିବି ଲୋକଙ୍କ କାମ କରିବି ନା ଲୋକଙ୍କୁ ଦେଖେଇବି ନା ମୁଁ କଣ ମୋ ଚିହ୍ନା ଲୋକଙ୍କୁ ଦେଖେଇବା ପାଇଁ କରିଛି କି ଓ ବିଦ୍ୟା ସବୁବେଳେ ବିଦ୍ୟା ଆମେ କହିଲା ଭଳିଆ ଯେ କଷ୍ଟ କରୁଛି କୁଷ୍ଟ ପାଇଁ ସେ ଡରିବ କାହିଁ ସେଥିପାଇଁ ତ ଲେଖିଦେଇଛି ଏମିତି ଭିଜିଟିଂ କାର୍ଡରେ ୱାଓ ଆପଣ I didn't expect that କାରଣ ଏମାନେ they are ଆପଣ my boys ଆଉ ଗୋଟେ କଥା ମ୍ୟାଡାମ ଆପଣଙ୍କୁ କହିବିନି ସେଟା ଭାବୁଛି କାହିଁକିନା ମୋ ଗୁରୁ ନିନ୍ଦା ହବ ବୋଧେ ମୁଁ ଛୋଟିଆଟା ହେଇଥିଲି ଯେତେବେଳେ ଶିଖିଲି ତନ୍ତ୍ର ନା ମୁଁ ଏମିତି ସାର୍ ବଇଥିବେ ଟେବୁଲ ଉପରେ ମୁଁ ଟେବୁଲ କ୍ଲଥ ଲଗେଇ ଦେଇଛି ସାର୍ ଉଠି ପାରୁନାହାନ୍ତି ଚକ ଲେଖୁଥିବେ ହାତ ଲଗେଇ ଦେଇଛି ମାନେ ଆପଣ ଛୁଆବେଳୁ ତନ୍ତ୍ର ଶିଖୁଛନ୍ତି ଆଜ୍ଞା ଏ ବାବା ସିରିୟସଲି ମାନେ ଓକେ ସୋ ଆପଣଙ୍କୁ ଲାଗୁଥିବ ଏଇଟା ସମ୍ କାଇଣ୍ଡ ଅଫ ପାୱାର ନିଜ ଭିତରେ ଅଛି ଯାହାକୁ ମୁଁ ଦେଖି ଚାହିଁକି ବ୍ୟବହାର କରିବି ବାସ୍ ସେଥିପାଇଁ ତ କହିବି ମୁଁ ମାରଣ ପୋଷଣ କରେନି ଖରାପ କାମ କରେନି ଗୋଟେ ସାଧକ ସବୁବେଳେ ଭଲ ଚିନ୍ତା କରିବା ଦରକାର ଆପଣ ଏଇ ଯୋଉ ଗୋଟେ କହିଲେ କଣ ଭୂତ ସଭାପତି ଯୋଉ ତାକୁ କଣ ତ ଗୋଟେ କଣ କରି ଦେଖା ମୁଁ ତ ଆପଣଙ୍କୁ ଆସି କ୍ୟାମେରା ଆଗରେ ସିଏ ତ ଇଣ୍ଟରନେଟ ରେ କାଫି ପପୁଲାର କିନ୍ତୁ ତାଙ୍କର ପପୁଲାର କଥାବାର୍ତ୍ତାରେ ନୁହଁ ଶୈଳୀ ନାହିଁ ଜଣେ ଆପଣଙ୍କର ଅଛି ପାଗଳ ବୋଲି ତାଙ୍କୁ ପପୁଲାର କରିଦିଆଯାଇଛି yes right get it ବାୟାଙ୍କ ଭଳିଆ ଗପିଲେ କଣ ହବ କାମରେ କରି ଦେଖାଅ ମୁଁ ତ ସେଥିପାଇଁ କହିଲି ଲୋକ କହିଦେବେ ବଡ ମାନିବେନି ସେଥିପାଇଁ ମୁଁ ଲେଖିକି ମାରିଦେଇଛି ଆସ 5 ଲକ୍ଷ ଦେବି ମୁଁ କାର ବିକିକି ଥୋଇଦେବି ମୁଁ ମୁଣ୍ଡ ଜାଣିନ ସେମିତି ଅର୍ଜେଣ୍ଟ ଦରକାର ପଇଲେ କିନ୍ତୁ ଦେବି ଓକେ ହାରିବା ଦରକାର ମତେ ଆଚ୍ଛା ମୁଁ ତ ନିଜେ ହିଁ ଦେଖିଲି ଆପଣ କିଛି ଗୋଟେ କଲେ ବଟ୍ ଦ୍ୟାଟ୍ ହ୍ୟାପେଣ୍ଡ ୱିଥ୍ ମାଇ ବଏସ୍ ତ ମୁଁ ତ ମୋ ମୁଣ୍ଡଟା ତ ପୁରା ବର୍ତ୍ତମାନ ହଲି ଯାଇଛି ମୁଁ ତ ଏନିୱେ କହିଲି ଆପଣ ଆଣନ୍ତୁ କଳା କଉଡ଼ି ଆପଣ କହିଲେ ନାହିଁ ବୋଲି ନହେଲେ ଆପଣ ଫୋନ କରନ୍ତୁ ମୁଁ ଏଇଟା ମୁଁ କରି ଦେଖେଇବିନି ଯଦି ଫୋନରେ ମାନେ ଜଣେ ତାହେଲେ ମୁଁ ବସିଥିବ ଗୁଣିଆ ଆପଣ ତାକୁ ବୁଲେଇ ଦେବେ ହଁ ଯଦି ନ କରି ଫୋନରେ ଏଇଟା ତାହେଲେ ମୁଁ ଗୁଣିଆ କାମ ଛାଡ଼ିଦେବି ଆଚ୍ଛା ଏଇଟା ମ୍ୟାଜିକ୍ ନା ଏଇଟା ତନ୍ତ୍ର ନା ଏଟାକୁ କୁହନ୍ତି ସ୍ପିରିଟ୍ କଲ୍ ରିଅଲ ଜିନିଷ ଏଇଟା ରିଅଲ ସବୁବେଳେ ରିଅଲ ମ୍ୟାଜିକ୍ କେବେ ଦେଖେଇ ହବନି ଆଚ୍ଛା ପଶୁ ମାନଙ୍କର ବି ଭୂତ ହୁଏ ମାନେ ମରିଗଲା ପରେ ଆତ୍ମା
ମୁଁ ଆଇମା କାହାଣୀରେ ଶୁଣିଛି କିନ୍ତୁ ନିଜେ ଏପର୍ଯ୍ୟନ୍ତ କେବେ ଦେଖିନି କେବେ ଦେଖିନାହାନ୍ତି? କାହାକୁ ଭୂତ ଲାଗିଛି ପଶୁ ଭୂତ ପୁଣି ଏମିତି। ଓକେ ଆଚ୍ଛା ଯୋଉ ଲେମ୍ବୁ ନାଲି ହେଇଯାଏ ଯୋଉ ତନ୍ତ୍ର କରନ୍ତି ଓ ଲେମ୍ବୁ ଏ ଯୋଉ ଲେମ୍ବୁ ନାଲି ସେଗୁରା ସବୁ ମ୍ୟାଜିକ ଲେମ୍ବୁ ଉଡିବ ତ ଏ ଯୋଉ ଗଛ ଚାଲୁଛି ଏଗୁରା ସବୁ ମ୍ୟାଜିକ ଗୁରା ଦୀପ ଦିଟା ହେଲେ ମୁଁ ଆପଣଙ୍କୁ 5 ମିନିଟରେ ଶିଖେଇଦେବି ଗଛ ଚଲା ଯୋଉ ଗଛ ଯୋଉ ଚାହିଁବେ ଆଣି ପକେଇ ପାରିବେ ଦିଟା ଦୀପର କାମ ଗଛ ଚାଲିପାରିବେ ହଁ ମାନେ ଏଇଠୁ ଗଛ ସେଇଠିକି ପଳେଇବ ଗ୍ୟାରେଣ୍ଟେଡ ଏଟା ଗୋଟେ ମ୍ୟାଜିକଟା ବାସ୍ ଗୋଟେ ମାନେ But ଗଛ କେମିତି ଯିବ ସୂର୍ଯ୍ୟ ଉଦୟ ବେଳେ କରିଛନ୍ତି ତ ସୂର୍ଯ୍ୟ ଅସ୍ତ ଯାଏ ସେଇ ଯାଏ ଯିବ ସୂର୍ଯ୍ୟ ପୁଣି ଅସ୍ତ ହେଇଗଲେ ତ ଏପଟକୁ ପଳେଇ ଆସିବ ଏତିକି ହେଇପାରୁଛି। ବଟ୍ ଏଟା ମ୍ୟାଜିକ କେମିତି ହେଇପାରିବ ଏଟା ତ ମାନେ ସାଇଣ୍ଟିଫିକାଲି ତ ନଟ୍ ପସିବଲ ନା ସେଥିପାଇଁ ତନ୍ତ୍ରର ମାନେ କେ ସାଇଣ୍ଟିଫିକାଲ ରିଜନ ପାଇନା ଆଗ ଜ୍ଞାନ ନା ପ୍ରଥମେ ବିଜ୍ଞାନ ନା ପ୍ରଥମେ ଜ୍ଞାନ 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 ତ ଜ୍ଞାନରୁ ବିଜ୍ଞାନ ୟେସ୍ ଏଟା ଜ୍ଞାନ କଥା ମୁଁ କହୁଛି ବିଜ୍ଞାନ କଥା କହୁନି ଏଠି ପ୍ରଥମ ଜିନିଷଟା କଥା କହୁଛି। ୱାଓ ଓକେ ଆଚ୍ଛା ଆପଣ ସତ କହିବେ ମିଛ କଥା ଆପଣ କୁହନ୍ତି ନାଇଁ ଓକେ ମିଛ କହିବାକୁ ମତେ ଟିକେ ଘୃଣା ଲାଗେ ପ୍ରକୃତ Okay. ଜାଣିଛନ୍ତି ମୋ ବଢିଆ। ବାପା ମା 2 ଜଣ ଯାକ ଟିଚର ବୋଲି ଗ୍ରେଟ୍ ଟିଚର ପିଲା ହେଇକି ଆପଣ ମୁଁ ଟିକେ ତନ୍ତ୍ର ମୁଁ ଗଲେ ନାଇଁ ତନ୍ତ୍ର ଦିଗରେ ଗଲି କାହିଁ ନା ମୁଁ ଯେତେବେଳେ ଛୋଟ ଥିଲି ମୁଁ ମ୍ୟାଜିକ ଟିକେ କରେ ମାନେ ଏମିତି ସାଙ୍ଗସାଥିଙ୍କ ମୁଁ କହିବି ଆପଣ ମୁଦି ଦିଅନ୍ତୁ ତ ଆପଣ ମୁଦି ଦେବେ ମୁଁ ଗୋଟେ 10 ଟଙ୍କିଆ ନୋଟ ଉପରୁ ଫୋପାଡ଼ିଦେବି ମୁଦିଟାକୁ ଛାପା କରି ରଖିଦେବି ଫଟୋ ଭଳିଆ ଓକେ ଟିପା ମାରିଦେବି ଗଳି ପଡ଼ିବି ମାନେ ମ୍ୟାଜିକ ଗୁରା ମୋ ବଡିରୁ କରେଣ୍ଟ ବାହାରିବ ମାନେ ଆପଣ ଲାଇନ କାଟିଦେବେ ମୁଁ ଆପଣ ଏସି ଫ୍ରିଜ ମ୍ୟାଜିକ ହଁ ମ୍ୟାଜିକ ଏଟା ମ୍ୟାଜିକ ନାହିଁ ତ ଏକ ଟାଇପର ଯୋଗ ଏଟା ଯୋଗରୁ କଣ ନା ଆମର ଯୋଉ ଘଡଘଡି ମାଳେ ସେ ଟାଇମରେ ମୁଁ ବଡିରେ ପାୱାରଟା ଆଣି ରଖେ କରେଣ୍ଟ ପାୱାରଟା ତାକୁ ମୁଁ ଡେଷ୍ଟରାଇଜ କରେ ଏଟା କଣ ସତରେ ପସିବଲ ହଁ ଘଡଘଡିର ପାୱାରଟା ଆପଣଙ୍କ ଦେହରେ ଆପଣ ଆଣିକି ଷ୍ଟୋର କେମିତି କରିବେ ସାଇଣ୍ଟିଫିକାଲି କେମିତି ପସିବଲ ସେଇଟା ଗୋଟେ ଯୋଗ ମାଧ୍ୟମରେ ହେଇଯାଉଛି କୋଉ ଯୋଗର ନାଁ କଣ ଯୋଗର ନାଁ ହଉଛି ଆମର ସେ ମାନେ ମଦନ ମୋହନ ପୋଥିରେ ଅଛି ଯୋଉଟା କି ତାଙ୍କୁ କୁହନ୍ତି କାଉଁରୀ ଯୋଗ ବୋଲି ଆଚ୍ଛା ମାନେ ଏମିତି ଅସ୍ତ ଯୋଗ ଅଛି କାଉଁରୀ ଯୋଗ ଅଛି ବିଶାଖା ଯୋଗ ଅଛି 3ଟା ଯୋଗ ଭିତରୁ କାଉଁରୀ ଯୋଗଟା ହଉଛି ବହୁତ ପାୱାରଫୁଲ ରହୁଛି। କାଉଁରୀ ଯୋଗରେ ଆପଣ ଆକାଶରେ ଯୋଉ ବିଜୁଳି ହଁ ମାରୁଛି ସେଇଟା ଟିକେ ନିଜ ଭିତରେ ରଖିପାରିବେ ହଁ ହଁ ହେଇପାରୁଛି ଏଇଟା ମୁଁ କରୁନି ପ୍ରାୟ ପିଲା କରୁଛନ୍ତି ଆମ ଇଣ୍ଡିଆରେ। ଓକେ ଆଚ୍ଛା ଆପଣ କାହାକୁ ବହୁତ ପଇସା ଦେଇପାରିବେ ବହୁତ ପାୱାର ଦେଇପାରିବେ କାହାକୁ ପଲିଟିशिଆନ ବନେଇ ଦେଇପାରିବେ କ୍ୟାନ୍ ୟୁ ଡୁ ଅଲ୍ ଦିସ୍ ଥିଙ୍ଗସ୍ ସେମିତି ହେଇଥିଲେ ବୋଧେ ମୁଁ ନିଜେ ପଇସା ନେଇ ଯାଇଥାନ୍ତି ମୁଁ ନିଜେ ପଲିଟିସିଆନ ହେଇପାରିବନି ଯୋଉଟା ଇଲେକ୍ସନ ଜିତେଇ ପାରିବେ କାହାକୁ ଏମିତି କିଛି କରିପାରିବେ କି ଆପଣ ଯଦି ଆମେ ଜଣକୁ ଇଲେକ୍ସନ ଜିତେଇବାକୁ ପୂଜା କରିତେ ସେ ଯଦି ଯାଇ କେସ୍ କରିବ ବାଡିଆ ପିଟା କରିବ ତାକୁ କିଏ ଜିତେଇବ କିଏ ଭୋଟ ଦବ ଓକେ ଆଚ୍ଛା ଯଦି ଜିଅନ୍ତା ମଣିଷକୁ ଆପଣ ମାରଣ ତନ୍ତ୍ରରେ ଲୋକମାନେ ମାରି ଦଉଛନ୍ତି ତାହେଲେ ମଲା ମଣିଷକୁ ବଞ୍ଚେଇ ହେବ ବଞ୍ଚେଇ ହଉଛି ଯେ ଅଧିକ ସମୟ ନୁହଁ ଗୋଟେ ଜଷ୍ଟ ମାନେ କଳି ଯୁଗରେ ଗୋଟେ 2 ରୁ 3 ଘଣ୍ଟା ଭିତରେ ଲୋକ ବଞ୍ଚୁଛି ତାପରେ ପୁଣି ଯୋଉ କଥା ତାପରେ ଜୀବନ ଆସୁନି କଣ ମଲା ମଣିଷକୁ ଆପଣ 3 ଘଣ୍ଟା ପାଇଁ ବଞ୍ଚେଇ ଦେବେ ହଁ ସେ ମାନେ ହାର୍ଟ ଚାଲିବନି ବାସ୍ ଗୋଟେ ସ୍ପିରିଟଟା ପଶିଯିବ ଯେମିତି ମୁଁ ମାଟିର କଣ୍ଢେଇ କରିବି ତାକୁ ଚଲେଇ ଦେବି ଆପଣଙ୍କ ନାଁ କହି ଡାକିବ ଅସୁବିଧା କଣ ଅଛି ନାଇଁ ଏଟା ପସିବଲ କେମିତି ମାନେ ସାଇନ୍ସ ଦେଲେ ଆପଣଙ୍କୁ ଏକ୍ସପେରିମେଣ୍ଟ ପାଇଁ ଆପଣଙ୍କୁ ନେଇଯିବେ ଗୋଟେ ଲୋକ ମରିଯାଇଛି ମୁଁ ତ କହୁଛି ସାପ ବିଷ ଶୁଅନ୍ତୁ ମୁଁ ତାକୁ ଫୁଙ୍କୁଛି ତାକୁ ପରୀକ୍ଷା କରନ୍ତୁ ସେଇଠୁ ଏକ୍ସପେରିମେଣ୍ଟ ଆରମ୍ଭ କରୁ ଗୋଟେ ଛୋଟିଆ ଜିନିଷଟା ନାଇଁ ସିରିୟସଲି ସପୋଜ ଗୋଟେ ଡେଡ୍ ବଡି ଆପଣଙ୍କ ପାଖରେ ଅଛି ଆପଣ ତାକୁ ଚଲେଇ ଦେଇପାରିବେ ଚାଲୁଛି ଅଧିକ ସମୟ ନାହିଁ ବଞ୍ଚୁନି ନାଇଁ 3 ଘଣ୍ଟା ପାଇଁ ବି ହେଲେ ଆପଣ ଚଲେଇ ଦେଇପାରିବେ ଚଲିବ ମାନେ କଣ ଏମିତି ଜଷ୍ଟ ଏତିକି କିଛି ବାଟ ବୁଲାବୁଲି କରିବ ଆଉ ଗୋଟା 2 ଘଣ୍ଟା 3 ଘଣ୍ଟା ଭିତରେ ଗୋଟେ ଲୋକର କାମ ଯାହା ଆଉ କିନ୍ତୁ କଥାବାର୍ତ୍ତା ଭଲ କରୁଛି ଚଲା ବୁଲାଟା ଏତେ ପାରୁନି ଦୂର ବାଟୁ ହାଲିଆ ହେଇଯାଉଛି କିନ୍ତୁ କଥାବାର୍ତ୍ତା ଠିକ ଏଇ ଜିନିଷର ଆପଣଙ୍କ ପାଖରେ କିଛି ପ୍ରୁଫ୍ ଅଛି ଯାହାଟା ଆପଣ ବର୍ତ୍ତମାନ କହୁଛନ୍ତି ବିକଜ ଏଇଟା ତ ବର୍ତ୍ତମାନ ଦେଖି ହେବନି ଏଠି ତ ଡେଡ୍ ବଡି ମୁଁ ଆଣିପାରିବିନି ସୋ ନାଇଁ ଏଇଟା କେବଳ ଯୋଉ ବାମଖେପା ତନ୍ତ୍ରରେ ହେଇପାରୁଛି ଏଇଟା ବି ମାନେ କଣ ନା ଅନ୍ତିମ ଲୋକଙ୍କୁ ଯୋଉଟା ଶେଷ ପାଇଁ ଦର୍ଶନ କରନ୍ତି ସେଇ ବିଦ୍ୟାଟା ଗୋଟା ସେଥିରେ ହେଇପାରୁଛି ଆପଣ ଏଇଟା ମେଘ ହଉଛି ମୁଁ ବନ୍ଦ କରିଦେବି ତାମାନେ ଏଇଟା ଯାତ୍ରା ପାର୍ଟି ବାଲା କରୁଛନ୍ତି ଏଇଟା କଣ ଆଶ୍ଚର୍ଯ୍ୟ କଥା କି ଯାତ୍ରା ବାଲା ମାନେ କରୁଛନ୍ତି ହଁ ମେଘ ହଉଛି ବନ୍ଦ କରିଦଉଛନ୍ତି ଆପଣ ନିଜେ ଏଇଟା ଟ୍ରାଏ କରନ୍ତୁ ଗୋଟେ ଚାଖେଣ୍ଡେ ହାତ ଖୋଲିଦେବେ ଗୋଟେ ଦୀପ ଲଗେଇକି ନେବେ ତାକୁ ଓଲଟେଇ ପୋତି ଦିଅନ୍ତୁ ଯଦି ମେଘ ଯଦି ବର୍ଷା ସେ ଜାଗାରେ ବନ୍ଦ ନହେଲା ମତେ କୁହନ୍ତୁ ଏଇଟା ଗୋଟେ ଛୋଟିଆ ଉପାୟଟା ବଟ୍ ଏଇଟା କେମିତି କନେକ୍ଟେଡ ମେଘ ସେଇଟା ସହିତ ଦୀପ ପୋତିବାର କନେକ୍ସନ କଣ ମୁନି ଋଷି ମାନେ କେମିତି ଜାଣିଲେ ତାକୁ ଲେଖି ଦେଇଗଲେ ସେଇଟା ହଉଛି କଥା ଏଇଟା ଆପଣ ସତରେ କେବେ କରିଛନ୍ତି ବହୁତ ଥର କରିଛି ଆପଣ ତାହେଲେ ବର୍ଷା କରେଇ ବି ଦେଇପାରିବେ ବର୍ତ୍ତମାନ ଆପଣ ବର୍ଷା କରେଇ ପାରିବେ ସେଟା କରେଇ ହଉଛି ଯେ ଭଲରେ ଗୋଟେ ଟାଇପର କରେଇ ହଉଛି ଗୋଟେ ଟାଇପର ଖରାପରେ କରେଇ ହଉଛି ଏବେ ଆପଣ କରେଇ ପାରିବେ କି ବର୍ଷା ଇଚ୍ଛା କଲେ କରେଇ ହବ କଣ ହଁ ମତେ ଗଭର୍ଣ୍ଣମେଣ୍ଟ ପରମିଶନ ଯୋଉ ମୁଁ ଯଦି ଏବେ ବର୍ଷା କରେଇବି ସତରେ ମୁଁ ଜେଲ ହେଇଯିବ ମତେ ନାଇଁ
କ୍ଷମା। ଏଇଟା କେତେବେଳେ କରିବ ନା ଯେତେବେଳେ ଦେଖିବ ଗୋଟେ ଜାଗାରେ ଅସୁବିଧା ପଇଲା, ବର୍ଷା ହଉନି, ମରୁଡି ହେଇଗଲା, ଲୋକମାନେ ହଇରାଣ ହେଲେ, ସେତେବେଳେ ନିଜେ ତମେ ପ୍ରାର୍ଥନା କରିକିରି ବର୍ଷା ଡୋଣ୍ଟ ମାଇଣ୍ଡ, ଗୋଟେ ମଜାରେ ବି ଯଦି ହବ କହିବି ଗୋଟେ ଜିନିଷ ଯେ ଆପଣଙ୍କୁ ତାହେଲେ ତ ଗଭର୍ଣ୍ଣମେଣ୍ଟ କନେକ୍ଟ କରିକି ଆପଣଙ୍କୁ ମରୁଭୂମିକୁ ନେଇଯିବା କଥା, ସେଟା ଆପଣ ବର୍ଷା କରିକି ପୁରା ୟୁ ୱିଲ୍ ମେକ୍ ଇଟ୍ ଫାଇନ୍। ମରୁଭୂମିକି ନେଇଯିବା କଥା, କିନ୍ତୁ ଭଗବାନ ସେଇଥିପାଇଁ ତ ଆମକୁ ମରୁଭୂମିରେ ଜନ୍ମ କରିନି, ଆମେ ଆମ ମାଟିକି ଛାଡି ଯାଇପାରିବୁନି ବୋଲି। ଏମିତି କେମିତି ସମ୍ଭବ ହବ? ଆପଣ ମାନେ କେମିତି କରିବେ? ହାଉ ୱିଲ୍ ୟୁ ଡୁ ଇଟ୍? ମତେ ଗଭର୍ଣ୍ଣମେଣ୍ଟ ପରମିଶନ ଦଉ, ଦିନକୁ ରାତି କରି ଦେଖେଇଦେବି। କଣ? ହଁ ଗ୍ୟାରେଣ୍ଟେଡ, ରାତି ଦିନକୁ ନା କରିପାରିବିନି, ଦିନକୁ ରାତି କରି ଦେଖେଇଦେବି, ପୁରା ଅନ୍ଧାର କରିଦେବି, ଲାଇଟ୍ ନଦେଲେ ଲୋକ ଚଳିପାରିବେନି। ଗ୍ୟାରେଣ୍ଟେଡ ଏଇଟା, ନ କରିଦେଲେ ମୁଁ ନଣ୍ଡା ହେବି, ଯାହା ଗଭର୍ଣ୍ଣମେଣ୍ଟ କହିବ ମୁଁ ତାକୁ ଦେବି ପଇସା। ମୁଁ ରିକ୍ୱେଷ୍ଟ କରୁଛି ଯେ ଯଦି ଆମର ଏଇ ପଡକାଷ୍ଟଟା କିଏ ବି ୱିଥ୍ ଦ ସେମ୍ ପ୍ରଫେସନ ଦେଖୁଛନ୍ତି, କାଇଣ୍ଡଲି ଆସନ୍ତୁ, ମତେ କନେକ୍ଟ କରନ୍ତୁ, କମେଣ୍ଟ ସେକ୍ସନରେ କନେକ୍ଟ କରନ୍ତୁ, ଲେଟ୍ସ ଚ୍ୟାଲେଞ୍ଜ। ଯଦି ସେ କରିଦିଅନ୍ତି Challenge? ସମଥିଙ୍ଗ ୱିଚ୍ ୱିଲ୍ ବି ଗୁଡ୍। ମୁଁ ତ ଚ୍ୟାଲେଞ୍ଜ ପକଉଛି, ସେଥିପାଇଁ ତ ଆପଣଙ୍କୁ କ୍ୟାମେରା ଆଗରେ କହୁଛି। ମୁଁ କ୍ୟାମେରା ଆଗରେ କହିଲେ ତ ଆଉ ପଛକୁ ଘୁଞ୍ଚା ଏତେ ଦେଇପାରିବି, ଜିନିଷ ଆପଣ କରିପାରିବେ? ଏଇ କପରେ ଆପଣ କଫି ପୁରେଇ ପାରିବେ? ହେଇପାରିବ, ସେଇଟା ମ୍ୟାଜିକ ହେଇଗଲା। କ୍ୟାନ୍ ୟୁ ଡୁ ଇଟ୍ ନାଉ? ମ୍ୟାଜିକଟା ସବୁବେଳେ ମ୍ୟାଜିକ, ତନ୍ତ୍ରଟା ସବୁବେଳେ ତନ୍ତ୍ର। ମ୍ୟାଜିକ ହଉଛି ଲୋକ, ଏଇ ଯୋଉ ଆପଣ କହିଲେନି ଦିନକୁ ରାତି ହବା, ସେଇଟା କିଛି କଥା ନାହିଁ। ଏଇଟା ରାହୁଙ୍କର ଗୋଟେ ଛୋଟିଆ ମନ୍ତ୍ର ଅଛି, ତାକୁ ବୋଲିଦେଲେ ଗୋଟେ କଳା ବାଦଲ ପରିକା ଅଛି, ଢାଙ୍କି ହେଇଯାଉଛି ବାସ୍ ସୂର୍ଯ୍ୟଙ୍କ ଆଗରେ, ଆଉ କିଛି ହଉନି, ବାସ୍ ସେଇଟା ଦିନଟା ରାତି ହେଇଗଲା। ଏଇଟା ଛୋଟିଆ ଜିନିଷଟା ମୁଁ କହିଲି, ଆପଣଙ୍କୁ କିଛି ବଡ ଜିନିଷ କହିନି। ବଟ୍ ଆର୍ ୟୁ ସିଓର ଯେ ଆପଣ ଏସବୁ ଜିନିଷ କରାଯାଇ ପାରିବି ବୋଲି ରିଏଲରେ? କରିଛି, ଟ୍ରାଏ କରିଛି ବୋଲି ତ କହୁଛି। ଯଦି କିଏ ଚ୍ୟାଲେଞ୍ଜ ଦିଅନ୍ତି ଆପଣ ଏଗେନ୍ ମତେ କନେକ୍ଟ? ଗ୍ୟାରେଣ୍ଟେଡ। ଓକେ, ଚ୍ୟାଲେଞ୍ଜ ପାଇଁ ତ ମୁଁ ଆପଣଙ୍କ ସବୁବେଳେ ନମ୍ବର ବି ଏଥିରେ ମେନସନ କରିବି। ହଁ So I ନମ୍ବର want ମୋ to- ଭିଜିଟିଂ କାର୍ଡ ବି ମେନସନ କରନ୍ତୁ, ହଉଛି ମୁଁ ତ ଓପନ ଲେଖିକିରି ମାରିଛି। ଓକେ, ଆପଣ ଆପଣଙ୍କ ଭିଜିଟିଂ କାର୍ଡରେ ଲେଖିଛନ୍ତି। ନବଖଣ୍ଡ ତନ୍ତ୍ର ସାଧକର ଅର୍ଥ କଣ? ତନ୍ତ୍ରଭୁକ୍ତ ନବଗ୍ରହ ଯେମିତି ଅଛନ୍ତି, ତନ୍ତ୍ରଭୁକ୍ତ 9 ପ୍ରକାର। କଣ? ଭୂତ ତନ୍ତ୍ର ଅଛି 2 ପ୍ରକାର ରାହୁକେତୁଙ୍କର, ଆଉ 7 ପ୍ରକାର ତନ୍ତ୍ର ଅଛି ଦେବାଦେବୀ ମାନଙ୍କ। ଓକେ, ନା କହିପାରିବେ ସେମାନଙ୍କର? ନା ତ କହିହବ, କିନ୍ତୁ ନା କହିଲେ ଲୋକ ବୁଝିପାରିବେନି, ସେ ନାଁ ବି ଆପଣ ଶୁଣି ନଥିବେ କେବେ। ତଥାପି ଯେମିତି, ଆଚ୍ଛା ଶବର ତନ୍ତ୍ର ଗୋଟେ ଅଛି। ଶବର ତନ୍ତ୍ର ଯୋଉଟା କହିଲେନି, ସେଇଟା ହଉଛି ବିନା ସିଦ୍ଧିରେ କାମ ଦିଏ, ତାର ଅର୍ଥ? ମାନେ ଭୂତ ପେତ ନାଗିଲା କୋଉଠି ଝାଡି ଦେଇପାରିବ, ଛୋଟ Okay. ମୋଟ। ହୁଁ। ଏଇ ଯୋଉ ସବୁ ଲୋକ କହୁଛନ୍ତି ଏମିତି ଏମିତି କରିଦିଅ ବଶୀକରଣ ହେଇଯିବ, ମିଛ କଥା ଆଜ୍ଞା। ଆଚ୍ଛା ସେମିତି ଯଦି ବଶୀକରଣ ହେଇଯାଇଥାନ୍ତା, ଆମେ କଣ 3 ମାସ 4 ମାସ ଗୋଟେ ମନ୍ତ୍ରକୁ ଜପି 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 ସିଦ୍ଧି କରିଥାନ୍ତୁ କି? ଆମେ ତ ସେଇ ଉପାୟରେ କରିଥାନ୍ତୁ। କାହାକୁ କଷ୍ଟ କରିବା ଭଲ ଲାଗେ? ଆଚ୍ଛା, ଏବେ ଟିକେ ଲାଇଟର ନୋଟକୁ ଯିବା, କାରଣ କାଫି ଡିପ୍ ଡିସ୍କସନ ଏତିକି ସମୟ ହେଲାଣି। ମତେ ଆପଣ କୁହନ୍ତୁ, ଆପଣଙ୍କର ବର୍ତ୍ତମାନ ସମୟରେ ଯୋଉମାନେ ସବୁ ଫ୍ୟୁଚର ପ୍ରେଡିକ୍ଟ କରୁଛନ୍ତି, ଭବିଷ୍ୟ ଦେଖି ପାରୁଛନ୍ତି, ଇଣ୍ଡିଆ ଜିତିବ କି ହାରିବ କହିଦଉଛନ୍ତି, ଏଇସବୁ ଜିନିଷ ଗୁଡା ଆପଣ କରିପାରିବେ? ନା କରିହଉନି। କେମିତି? କାହିଁକିନା ମୁଁ ନିଜ ଭାଗ୍ୟ, ମୁଁ ଯେତିକି ଦେଖିଲି 100ରୁ 100, ତା ଦେହରୁ 60 ଠିକ ହେଲା, 40 ଭୁଲ ହେଇଗଲା। ଆଗ କଥା ତନ୍ତ୍ର ବି କହିପାରୁନି, ନଖଦର୍ପଣ ପୁଣି ମୁଁ ଦେଖିଥିଲି ଏଇଟା। ମାନେ ଭବିଷ୍ୟ ଦେଖିବା ପସିବଲ ନୁହେଁ? ନା, କିନ୍ତୁ ପୂର୍ବ ଜିନିଷ ପୁରା କ୍ଲିୟର ଦେଖଉଛି, ଯାହା ଘଟିଛି ସେଟା ଦେଖି ହବ, ପୁରା କ୍ଲିୟର। ଯାହା ଘଟିବ ସେଟା ଦେଖି ହବ ନାହିଁ? ଦେଖଉଛି, କିନ୍ତୁ ତା ଦେହରୁ ମୁଁ ଯେତେବେଳେ ଟେଷ୍ଟ କଲି, ମାନେ 60-70 ଭଳିଆ ମୋର ଠିକ ହେଲା, ଆଉ 30-40 ଭଳିଆ ମୋର ଭୁଲ ହେଇଛି ନିଜର। ମୁଁ ସେଥିପାଇଁ କାହାକୁ ପ୍ରେଡିକ୍ସନ ଦିଏନି। ମୁଁ ଯଦି ଗୋଟେ ମନ୍ତ୍ର ୟୁଜ କରିବି, ଜଣଙ୍କ ଠେଇଁ ବି କାମ ନଦେଲା, 100 ଲୋକଙ୍କ ଠେଇଁ କାମ ଦେଇଥିବ, ସେ ମନ୍ତ୍ରକୁ ମୁଁ ସେଇ ବିଦା କରିଦିଏ, କାହିଁକିନା ତା ପାଇଁ ମୋ ଇଜ୍ଜତ ମତ ପଳେଇବ। ଯେମିତି ଶିଖ ଯୋଉଠିକି ସମସ୍ତଙ୍କ କାମ କରିପାରୁଥିବ। ଆମ ମନ୍ତ୍ର ଉପରେ ତ ସେତିକି ଆମର ଭରସା ବିଶ୍ୱାସ ଅଛି ବୋଲି ଆମେ ଆଜି ଚ୍ୟାଲେଞ୍ଜ ଦେଇକିରି ଯାଉଛୁ। ମୁଁ ବହୁତ ଆଡେ ଚ୍ୟାଲେଞ୍ଜ ବି ପକେଇଛି ଗୁଣିଆ ମାନଙ୍କ ସହିତ। ଆପଣଙ୍କ ସାଙ୍ଗେ ଚ୍ୟାଲେଞ୍ଜରେ କିଏ ହାରିଛନ୍ତି? କିଏ ଜିତିଛି ସେଇଟା ମୋର ଦରକାର। ମାନେ ଆପଣ କହୁଛନ୍ତି ତନ୍ତ୍ରରେ ୟୁ ଆର୍ ନମ୍ବର 1? ତନ୍ତ୍ର ନମ୍ବର 1। ଲୋକ ଭାଣ୍ଡାମି କରନ୍ତି, ମିଛ କହନ୍ତି, ମୁଁ ସେତିକି କରେନି। ତନ୍ତ୍ର କାଢ ଯେତିକି ତମେ ସେତିକି କୁହ। ତମେ କହିବ ତନ୍ତ୍ର ଏଇ ଜିନିଷ କରି ହଉଛି, ତମେ କହିବ ଏଇଟା କରିଦେବି ସେଇଟା କରିଦେବି, ମିଛ କଥା କାହିଁ କହୁଛ? ସେଇଟା ମୁଁ କହିବି ମିଛ କୁହନି। ଆଉ ପର୍ଟିକୁଲାର ଆମ ଓଡିଶା ତାନ୍ତ୍ରିକ ମାନଙ୍କ ଉପରକୁ ଯେ ଠକେଇ, ମୁଁ ତାଙ୍କ ଉପରେ ଚିଡେ କଣ ପାଇଁ ନା, ଓଡିଶା ଆମର ଗରିବ ରାଜ୍ୟ। ଗୋଟେ ଲୋକ କେତେ ଖଟିଲେ ସେ ଆସି ମାସକ ତା ମାନେ ପେଟ ପୁରୁଛି, ତା ପିଲାଙ୍କୁ ପୋଷୁଛି, ତାକୁ ଆମେ ମିଛ କହିକିରି କେଇ ହଜାର ଖାଇଦବା, କାହିଁ ତାଠୁ ଭଲ ଭିକ ମାଗିବା। ନାଇଁ, ଏ କଥାଟା ଆପଣ ଯାହା ବି କହିଲେ ଠିକ କହିଲେ। ଯଦି ପ୍ରଫେସନ ହିସାବରେ ରଖିବା, ପ୍ରଫେସନ ପାଇଁ ବି ଆମେ ଜେନ୍ୟୁଇନ୍ ରହିବା, ଆଉ ଯଦି କାହାର ଭଲ ହେଇପାରୁଛି ଦେନ୍ ଡେଫିନେଟଲି ତାର ଭଲ କରିବା। ଯଦି କାହାର ଭଲ ନ କରିପାରୁଛି, ଆମେ ଆମ କର୍ମ କରିବା। ଆମେ ତ ଜାଣିଲେ ଆମେ କିଛି ନାହିଁ, ଲୋକଙ୍କୁ ଠକିଆନି କେବେ। ମୁଁ କହିଲି ଲୋକଙ୍କୁ ଠକିଆନି, ସେଇଟା ପାଇଁ ମୁଁ କହୁଛି। ମୁଁ ତ ସେଥିପାଇଁ ମୁଁ
ଆପଣ କହିଲେନି ଫୋନ କରନ୍ତୁ ମୁଁ ଆପଣଙ୍କୁ ଦେଖେଇବି କଣ ପାଇଁ ଆପଣ ଫୋନରେ ବି ଜାଣିପାରିବେ ମୁଁ କଣ ନାଇଁ ଆପଣ ସିଓର ଅଛନ୍ତି ଆପଣ ନିଜ ତନ୍ତ୍ର ସାଧନା ବେଳେ ଲୋକମାନଙ୍କର ଭଲ ହିଁ କେବଳ କରିବେ? ଗ୍ୟାରେଣ୍ଟେଡ ଏ ସମାଜର ହିତ ମଙ୍ଗଳ ପାଇଁ ଯଦି ଆପଣଙ୍କୁ ଯେତେବେଳେ ବହୁତ ପଇସା କିଏ ଦେଲା, ଲକ୍ଷ 2 ଲକ୍ଷ ଟଙ୍କା 5 ଲକ୍ଷ 10 ଲକ୍ଷ ଟଙ୍କା ଆପଣଙ୍କୁ ଦେଲା, କହିବ ଯେ ଛୋଟିଆ କାମଟେ କରିଦିଅ ମୁଁ ତୁମକୁ ଏତିକି ଟଙ୍କା ଦେବି, ତାହେଲେ ମ୍ୟାଡାମ ଆପଣ ବୋଧେ ଜାଣିନାହାନ୍ତି ମୋ କାମ ଗୁରା ମୁଁ ଲକ୍ଷ ତଳକୁ ରଖେନି ବୋଲି 1 ଲାଖ ରୁପିଜ ଆପଣ ଚାର୍ଜ କରନ୍ତି? ଆଉ ଯୋଉ କାମ ହଉନଥିବ ପୁଣିଆ କତରୁ ଫେଲ ହେଇଗଲା ମୋ କତିକି ଆସ ମୁଁ କରିଦଉଛି କିନ୍ତୁ ଟିକେ ପଇସା ଅଧିକା ନେବି ଗୁଣିଆ 5,000 ନେବେ ତମେ 5 ଥର ଦୌଡ଼ିଲେ ପଇସା 5,000 ପଳେଇବ ତମେ ଦୌଡ଼ିବନି ଜଣେ ଲକ୍ଷ ଟଙ୍କା ନେବ ଆପଣ କଣ ତାକୁ ଛାଡ଼ିଦେବେ କେବେ ହୁଁ। ମୋ ବିଦ୍ୟା ଉପରେ ସେତିକି ଭରସା ଅଛି ବିଶ୍ୱାସ ଅଛି ମୁଁ ପଇସା ମୁଁ ଅଧିକା ଯଦି ଆପଣଙ୍କୁ ଚ୍ୟାଲେଞ୍ଜ ଦେବି ଆପଣ କରିପାରିବେ? ହଁ କୁହନ୍ତୁ ସିଓର? ହଁ ଏଇଟା ତ ଗୋଟେ ଛୋଟ ଆପଣ ଦେଖେଇଦେଲେ, ଦ୍ୟାଟ୍ ଇଜ ଫାଇନ୍। ଏଇଟା କିଛି କଥା ନାହିଁ ଏଇଟା ସ୍ପିରିଟ କଲଟା ମୁଁ ଦେଖେଇଲି ଏଇଟା ସତ ମିଛ ଜାଣିବାକୁ ଓକେ। ହୁଁ। ମୁଁ ସପୋଜ ଆପଣଙ୍କୁ କହିବି କଣ ଚ୍ୟାଲେଞ୍ଜ ଦେବି, ଆଇ ଏମ୍ ଜଷ୍ଟ ଥିଙ୍କିଂ, ମାନେ ମୋ ପାଇଁ ବି ପଡକାଷ୍ଟ ପୁରା ନୂଆ ଅବଭିୟସଲି, କାରଣ ଏଭଳିଆ ଚ୍ୟାଲେଞ୍ଜିଂ ପଡକାଷ୍ଟ ମୁଁ କେବେ ବି କରିନି। ସୋ ଆଇଡ୍ ଆସ୍କ ୟୁ, ସପୋଜ ଆପଣ କହିଲେ ଯେ ମା କାଳୀଙ୍କର ରୂପ ଧଳା, ମା କାଳୀ ଗୋରା କଳା ନୁହନ୍ତି, ଆପଣ ପ୍ରୁଫ କରିପାରିବେ ଏ ଜିନିଷ କେବେ ଇନ୍ ଫ୍ରଣ୍ଟ ଅଫ ମି? ଫ୍ରଣ୍ଟରେ କରିଦେବି ଯେ କିନ୍ତୁ କ୍ୟାମେରା ନଥିବା ଦରକାର ମୁଁ କାରଣ ଆପଣ କହିଲିନି ବହୁତ ଭଲ ଭାବରେ ଜାଣନ୍ତୁ ଯେ ଏଇଠି ବି ମୋ ମା କାଳୀ ବସିଛନ୍ତି, ମୁଁ ତାଙ୍କୁ ବହୁତ ମାନେ, ପୂଜା ନା ମନ୍ତ୍ର ଜାଣେ ନା ତନ୍ତ୍ର ଜାଣେ, କିନ୍ତୁ ପୂଜା କେବଳ ଭଲ ପାଏ ମାନେ। ଆପଣ ଜାଣିଛନ୍ତି ମା କାଳୀ ରାଗି ମା କାଳୀ ମୁଣ୍ଡମାଳ ପକେଇଛନ୍ତି ମଣିଷକୁ ମାରି ଦଉଛନ୍ତି ଆପଣଙ୍କୁ ବି ଏକଥା ଜଣାଥିବ କିନ୍ତୁ ମା କଣ ସେୟା କୋଉ ମା କୋଉ ପିଲାକୁ ମାରିଲାଣି ନା ସେ ପୁରା ମା ସେ କେମିତି ଆମକୁ ମାରିବ ମା ସବୁବେଳେ ମା ହେଇ ନାଇଁ, ଦୁଇ ପ୍ରକାର କାଳୀ ଅଛନ୍ତି, ଜଣେ ରଙ୍ଗ ଯିଏ କାଳୀ ଆଉ ଜଣେ ଶ୍ଵେତ କାଳୀ ଅଛନ୍ତି। କାଳୀ ଶ୍ଵେତ ଯିଏ ମାନେ କାଳୀ ଧଳା। କାଳୀଙ୍କର ମୁଁ କହୁଛି ମୁଁ ନିଜେ କରିଛି ରୁଦ୍ରକାଳୀ ସାଧନା କିନ୍ତୁ ଯିଏ ଆଉଛନ୍ତି ମହାକାଳୀ ସାଧନା ପାଇଁ ଶିଖଉଛି ଯିଏ ଦକ୍ଷିଣ କାଳୀ ସାଧନା ପାଇଁ ଆଉଛନ୍ତି ଶିଖଉଛି ମୋର ଶିଷ୍ୟ ସଂଖ୍ୟା କାଲି କେତେ ଆପଣ ଗୋଟେ ଅନୁମାନ କରୁଛନ୍ତି କହିଲେ? ମୁଁ ଜାଣିନି। ମାନେ ଏମିତିକୁ 1000+ ହବ। ଆପଣ ତନ୍ତ୍ର ଶିଖାନ୍ତି ବି? ତନ୍ତ୍ର ବି ଶିଖାଏ ଆପଣ ଯଦି ଦେଖିବେ ମୋ ମୋବାଇଲ ଏବେ ଭିଡିଓ ଅଛି ପିଲା କଣ କହିଛନ୍ତି ଆପଣ ଦେଖିବେ କିନ୍ତୁ କ୍ୟାମେରାରେ ସେଇଟା ମେନସନ କରିହବନି କାହିଁକିନା ସେ ବି ତାଙ୍କ ପେଟ ପାଟଣା କଥା ନା ନାଇଁ, ଦ ପଏଣ୍ଟ ଇଜ କି ଆପଣ ଯୋଉ ଭଳିଆ ସେଗମେଣ୍ଟରେ ପଡକାଷ୍ଟର ଡିସ୍କସନଟା ରଖିଲେ, ଆକ୍ଚୁଆଲି ମୁଁ ବି କାଉଣ୍ଟର କରିପାରୁନି, ବିକଜ ମୋର ଏସବୁ ଜିନିଷରେ ନଲେଜ ବିଲକୁଲ ବି ନାହିଁ। ସୋ ଆଇ କ୍ୟାନଟ୍ କାଉଣ୍ଟର ୟୁ, ବଟ୍ ମୁଁ ଏକ୍ସପେକ୍ଟ କରିବି ଯେହେତୁ ଆପଣ ଚ୍ୟାଲେଞ୍ଜିଂ ୱେରେ ଜିନିଷ ରଖିଥିଲେ ତେଣୁ ମୁଁ ଆପଣଙ୍କୁ କନେକ୍ଟ କଲି, ତ ମୁଁ ଚାହିଁବି ଯେ ଯଦି କିଏ ଚ୍ୟାଲେଞ୍ଜ କରିପାରିବେ ପ୍ଲିଜ୍ ଚ୍ୟାଲେଞ୍ଜ କରନ୍ତୁ, ୱି ନିଡ୍ ଟୁ ନୋ। ଏଥିପାଇଁ ନୁହେଁ ଯେ ମାନେ ଆପଣ ଭଲ କି ଖରାପ ଦେଖେଇବା ପାଇଁ, କ୍ୟୁରିଓସିଟି ଜାଣିବା ପାଇଁ ଯେ ପ୍ରକୃତ ପକ୍ଷରେ ଏଇଟା ଅଛି, ଏଇଟା ହଉଛି। ଆଉ ଗୋଟେ ଜିନିଷ ବି, ତନ୍ତ୍ର ସାଧନା ପ୍ରକୃତ ପକ୍ଷରେ ଖରାପ ନୁହେଁ, ଏଇଟା ଗୋଟେ ଯେମିତି ମନ୍ତ୍ର ସେମିତି ତନ୍ତ୍ର, ଯେମିତି ଦେବୀ ସେମିତି ତାଙ୍କର ଭିନ୍ନ ବିଭିନ୍ନ ପଦ୍ଧତିର ପୂଜା ପଦ୍ଧତି ଆଣ୍ଡ ଅଲ୍, କିନ୍ତୁ ଆମେ ତାକୁ ନେଗେଟିଭ ଭଳିଆ ପୋର୍ଟ୍ରେ କରିଛୁ ସୋସାଇଟି ସମାଜରେ, ଯୋଉଥିପାଇଁ କି ବର୍ତ୍ତମାନ ଲୋକମାନେ ଡରନ୍ତି। ତ ଯଦି ସେଇ ମୋଟିଭଟା ଆପଣ ପରିବର୍ତ୍ତନ କରିପାରିବେ, ଯଦି ଲୋକମାନଙ୍କ ମନରେ ତନ୍ତ୍ର ପ୍ରତି ଭୟ ଆପଣ ହଟେଇ ପାରିବେ, ଯେ ତନ୍ତ୍ର ଯେମିତି ପୂଜା, ଦେହ ଖରାପ ହେଲା ପୂଜା କର, ସେମିତି ଦେହ ଖରାପ ହେଲା ତନ୍ତ୍ର ଜରିଆରେ ମାଙ୍କୁ ପୂଜା କର, ଦେନ୍ ଏଭ୍ରିଥିଙ୍ଗ ୱିଲ୍ ବି ଫାଇନ୍, ରାଇଟ୍? ମାନେ ତନ୍ତ୍ର ମୁଁ ଯେବେ ବି କରେ ମୁଁ ବେଲପତ୍ର ତୁଳସୀ ପତ୍ର ଧରି କରେ ମୁଁ କେବେ ବଳି ଦେଇନି ଏପର୍ଯ୍ୟନ୍ତ ଯୋଉ ଲୋକଙ୍କୁ ବି ମୋର ପଚାରିବେ କାହାକୁ ବି ଏବେ ଲୋକଙ୍କୁ ଶିଖଉଛି ଲୋକ ମଶାଣି ଚଣି ଚାନା ମଶାଣିରେ ଲେଖା ହେଇଛି ପୋଥିରେ ଲେଖା ହେଇଛି ମଶାଣିରେ ହବାକୁ ନାଇଁ ମଶାଣିରେ ଗୋଟେ ଗୁଆ ପୂଜା କରି ଆଣି ଗୋଟେ ପିଠା ପୋତି ଦେଲେ ହେଇଯାଉଛି ଘରେ ଏମିତି କିଛିଟା ଜିନିଷ ବି ଅଛି ଯୋଉଟା କି ଘରେ ହେଇଯାଉଛି ଅଷ୍ଟବେତାଳ ସାଧନା ମଶାଣିରେ କରିବାକୁ ପଡେਗਾ ସେଟା ଘରେ ହେଇଯାଉଛି 64 ଯୋଗିନୀ ସାଧନା ଥିବ, ଅଷ୍ଟବତ 64 ଯୋଗିନୀ ସାଧନା ଗୋଟାଏ ଏକାଥରେ କରିପାରିବ ଏକାଥରେ କଲା ବେଳକୁ କଣ 64 ଯୋଗିନୀ ଆସୁନାହାନ୍ତି ମାନେ ବେଳେ ବେଳେ 50-40 ମାନେ 64 ଯୋଉ ଯୋଗିନୀ ପର୍ଟିକୁଲାର ଆସୁନାହାନ୍ତି ସେଥିପାଇଁ ଗୋଟା ଗୋଟା ସାଧନା କଲେ କଣ ହଉଛି ନା ଠିକ ହଉଛି ସେଇଟା ହଉଛି କଥା ଆଉ ଯୋଗିନୀ ଟିକେ ରାଗି ହେବେ ଦେବୀଙ୍କ ଅପେକ୍ଷା ଯୋଗିନୀ କ୍ଷତି କରିପାରିବେ ଦେବୀ କ୍ଷତି କରିବେନି। ଆପଣ କରିଛନ୍ତି ଯୋଗିନୀ ସାଧନା? 64 ଯୋଗିନୀ ସାଧନା ସମ୍ପୂର୍ଣ୍ଣ କରିଛି। ପୁରା କରିଛନ୍ତି? ଆଉ 10 ମହାବିଦ୍ୟା ବି ସାଧନା କରିଛନ୍ତି? ନାଇଁ 10 ମହାବିଦ୍ୟା ନାହିଁ ମିଛ କାହିଁ କହିବି 10 ମହାବିଦ୍ୟା ସାଧନା କରିନି 10 ମହାବିଦ୍ୟା ସାଧନା କାହାକୁ କୁହନ୍ତି? ପିଶାଚିନି ବେତାଳ ଏମାନଙ୍କୁ ସମସ୍ତଙ୍କୁ ଆପଣ କରିକି ଆସିଛନ୍ତି ଅଲରେଡି? ନାଇଁ ପିଶାଚିନି ଶିଖେଇ ଦେଇ କିନ୍ତୁ ନିଜେ କରେନି ନିଜେ ଆପ୍ଲାଏ କରିଥିଲି ଯେତେବେଳେ ଟିକେ ଦେଖିଲି ଦେବା ବେତାଳ ସାଧନା? ଅଷ୍ଟବେତାଳ ଦେବତାଙ୍କ ପରେ ଯେମିତି ଆମର ଘାଗଡା ବୀର ହେଲା ଘାଗଡା ବୀର ସାଧନା ଭଲ ସାଧନା କାହିଁକି ନା ସିଏ ଆମର ଗୟା ବୀର ସାଙ୍ଗ ଗୟା ବୀର କିଏ ଗଙ୍ଗାଙ୍କ ସ୍ୱାମୀ ଯିଏ ଗୟା ତାଙ୍କ ବୀର ତାଙ୍କ ସାଙ୍ଗ ହେଇଯାଉଛି ଯେତେବେଳେ ସେଥିଲାଗି ସିଏ ଭଲ ଦେବତାଙ୍କ ଥ୍ରୋ ଯାଉଛି ଯେ ରାକ୍ଷସଙ୍କ ଉପରେ ଗଲା ମୁଁ ତାକୁ ଡାକେନି ପର୍ଟିକୁଲାର।
ତାଙ୍କୁ ଆମ ନିୟମ ହଉଛି ଆମେ ବାଡ଼େଇକିରି ବିଦା କରିବୁ, ତାଙ୍କୁ ଡାକିବୁ ପୂଜା କରିବୁ କଣ? ଏଇଟା ହଉଛି କଥା। ଯେ ଆପଣଙ୍କ ସାଙ୍ଗରେ କଥା ହେଇକି ଟିକେ ଭାରି ବି ଲାଗୁଛି ମତେ କାରଣ ଏଇଭଳିଆ ପଡକାଷ୍ଟ ମୁଁ କରିନଥିଲି ଯେହେତୁ ଏଇଟା ଚ୍ୟାଲେଞ୍ଜିଂ ଥିଲା ଲେଟ୍ସ ଡୁ ଇଟ୍। ବାକି ରହିଲା ଆପଣଙ୍କ ପାଇଁ ଚ୍ୟାଲେଞ୍ଜେସ୍ ଡେଫିନେଟଲି ୱିଲ୍ କମ୍, ଆପଣ ଏଇଟା ଜାଣିଥାନ୍ତୁ ପିପଲ୍ ୱିଲ୍ ଚ୍ୟାଲେଞ୍ଜ ୟୁ ନାଉ, ତାପରେ ଆପଣ ତାକୁ କେମିତି ଟେକ୍ ଇଟ୍ ଫରୱାର୍ଡ କରିବେ ଫୁଲ୍ ସେଟା ଚ୍ୟାଲେଞ୍ଜ କଲେ ମୁଁ ଆପଣଙ୍କ କିଛି କରିପାରିବିନି। ମତେ ଜଣେ ଗୁଣିଆ ତାନ୍ତ୍ରିକ ମାନେ ତାନ୍ତ୍ରିକ ଚ୍ୟାଲେଞ୍ଜ ଦବା ଦରକାର, ତାପରେ ମୁଁ ବହୁତ କିଛି କରି ଦେଖେଇ ପାରିବି। ଏମିତି କି ଗୁଣିଆକୁ ବାୟା ବାତୁଳା କରିକି ରୋଡ ଉପରେ ଯଦି ନ ଡିଆଇବି ତାହେଲେ ମୁଁ ବି ଗୁଣିଆ ନୁହଁ, ଠିକ୍ ଅଛି। ଯେମିତିଆ ସାଧକ ହଉ। ଡନ୍, ଆପଣଙ୍କ ଚ୍ୟାଲେଞ୍ଜ ଆକ୍ସେପ୍ଟେଡ୍ ସେମାନଙ୍କ ପାଇଁ। ତ ଆଜିର ପଡକାଷ୍ଟକୁ ଆମେ ଏଇଠି ରଖିବା। ଆଜି ଆମେ ଗୋଟେ ଟିକେ ଅଲଗା ଧରଣର ପଡକାଷ୍ଟ କଲେ, କାରଣ ତାଙ୍କ ନାଁ ହେଲା ଅଲିଖ, ଆଉ ସିଏ ଚ୍ୟାଲେଞ୍ଜ କରୁଛନ୍ତି ଯେ କିଛି ବି କହିଲେ ହି କ୍ୟାନ୍ ଡୁ ଇଟ୍, ଯେତିକି କରାଯାଇପାରିବ। ଆଉ ସେ ଚ୍ୟାଲେଞ୍ଜ କରୁଛନ୍ତି ହି ଇଜ୍ ନମ୍ବର 1 ଇନ୍ କଣ୍ଟ୍ରି। ତ ଯଦି କିଏ ତାଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ଚାହାନ୍ତି ଡେଫିନେଟଲି କରିପାରିବେ। ବାକି ରହିଲା ପୁଣି ଥରେ ଆପଣଙ୍କ ସହିତ ଦେଖା ହବ। ଆଶା କରିବି ଯେ ମୋର କୌଣସି ପ୍ରକାର ସାଧାରଣ ନାଇଁ। ରିକ୍ୱାରମେଣ୍ଟ ନ ପଡୁ ପ୍ଲିଜ। ଆପଣ ଏମିତି କେମିତି? ଆଉ ବାକି ରହିଲା ପୁଣି ଥରେ ଦେଖା ହବ ନୂଆ ଜଣେ ଅତିଥିଙ୍କ ସହିତ, ନୂଆ ଏକ କାହାଣୀ ସହିତ, ଆଉ ନୂଆ ଏକ ପଡକାଷ୍ଟରେ। ସେତିକି ସମୟ ପର୍ଯ୍ୟନ୍ତ ସାଇନିଂ ଅଫ୍, ଲେଖିକା ବନସ୍ମିତା। ନମସ୍କାର।